ईश्वराय विद्महे सत्यदेवाय धीमहि तन्नः सर्वप्रचोदयात्। शांति शांति शांति। हम समस्त परम आराध्य परम कारुणिक परम प्रेममय भगवान श्री सत्य श्री बाबा चरण कमल शतकोटि प्रणाम। हम गहन उपस्थित आम जिलार समस्त जिला कर्मकर्ता भाई भौणी मैंने दूर थे शारीरिक असुस्थ थे आम सम्मानस्पद जिला सभापति एवं आम जिलार जो माने वास्तव में कर्णधार आम समिति मानकर आवाहक भाई माने भजन मंडल आवाहक माने अन्यान्य समस्त माँ भाई भौणी समस्त को और हृदय भरा सत्य जब ये मंथली मीटिंग कौटी हो भद्रक जिला 2 जो भाव में प्रत्येक मसरे ये कार्यक्रम यार श्रेय मो भगवान को देवी भगवान कृपारू आम जिलार भाई भौणी मैंने शृंखलित भाव में जिला कार्यक्रम को आगे को नहीं पार्टी मुझे आज सकाल आसी बसिक देखुची बसी ना जहाँ विकास करूला जे शेष वक्ता भाव सी आसुँच शेष वक्ता भाव वक्तव्य देवे मो शेष वक्ता नुहे जो भाई भौणी मैंने आज प्रथम आलोचना को नौले मुझे कही चली आपण मैंने पार्टी में कहते सहित स्वर मिले कथा कहती बसी आपण खाता हूँ गोटे बिंदु बसी मो खाता भर्ती मो खाता को देखिए भर्ती जो भाई भौणी मैंने जहाँ तहाँ आलोचना करते तेणु मु प्रथम सब कथार भाग नहीं अंशग्रहण कर बहुत बहुत खुशी बहुत भाई मैंने कहीपर मो अजठार प्रशंसा करे भगवान के आगे कहूँ मो जिला भाया जिला मुझे देखी ना आम जिलार जो श्रृंखला आम जिला जो एकता आम जिलार जिला कर्मकर्ता मैंने जो भाव में भगवान कार्यक्रम को ग्रहण कर हृदय साइज रखिंट तार नमूना हूँ आप वक्तव्य जहाँ जहाँ आलोचना कर स्वामी बहुत खुशी ये कार्यक्रम वास्तव में जेते जेते कार्यक्रम होती जहाँ जहाँ मैंने आलोचना कर खुशी आम समिति आवाहक मैंने शेष पर्यंत बसी गोटे आज कहना चाहूँगी आज जो कथा मुझे स्वामी मत इंदर भयस कहले समिति आवाहक मानक जिला कर्मकर्ता मानक सब आगे बसा एवं नुहे सबू जिला सम्मेलन हम जिला मीटिंग हम जो माध्यम भगवान कार्यक्रम को करुँचे कष्ट कर चिंता कर जिला सभापति केते चिंता कर आज से आसीपारना के दुख से घरे अच्छा से दृष्टि भगवान आपण मैंने भितर से प्रेरणा देखते आपण मैंने जो चिंता करते मत हल्का लगे आज मत मत कि कहवाई ना कि कहवाई ना जो कथाटी आम जिला कर्मकर्ता मैंने आलोचना कर समिति आवाहक मान खुशी ग्रहण कर सर्विस कोऑर्डिनेटर कले मोर टेंशन चलीगला
ବହୁତ ଟେନସନ୍ ଥିଲା 1 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ସେବା କାମ କେମିତି ହେବ। ଆପଣମାନେ ଯେମିତି ଅଣ୍ଟା ଭିଡ଼ିଲେ ଯେଭଳି ଭାବରେ ଗୋଟେ ଗୋଟେ ସମିତି ଗୋଟେ ଗୋଟେ ସେବା ସ୍ୱର ଦାୟିତ୍ୱ ନେଇନେଲା, ଏଇଟା ଭଗବାନଙ୍କ କୃପା ବିନା ସମ୍ଭବ ହୋଇନଥାନ୍ତା। ତେଣୁ ଯେଉଁ କାର୍ଯ୍ୟକ୍ରମ କିଛି ସମିତି ଆହ୍ୱାନମାନେ ସେମାନେ ବ୍ୟକ୍ତ କରୁଥିଲେ, ଆମେ କରିପାରୁନୁ। ଛୋଟ ସମିତି ଯଥା ଚାଲିବାଠୁ ଆରମ୍ଭ କରି ଯେଉଁ ଭାଇ ଭଉଣୀମାନେ କହୁଥିଲେ, ବସିକି ଭାବୁଥିଲି ଭଗବାନଙ୍କ ସମିତି କେଉଁଟା ଛୋଟ ନୁହେଁ, କେଉଁଟା ବଡ଼ ନୁହେଁ। ଆପଣମାନେ ଯେଉଁ କାର୍ଯ୍ୟକ୍ରମ ସବୁ କରୁଛନ୍ତି, ଦୀର୍ଘ ଦିନ ହେଲା କରୁଛନ୍ତି, ସ୍ୱାମୀଙ୍କୁ ଆପଣ ଭିତରେ ସାଇତି ରଖିଛନ୍ତି, ଭଗବାନ ପ୍ରତି ଅର୍ଘ୍ୟ ଦେଇ ଚାଲିଛନ୍ତି। ଆଜି କ'ଣ ଅର୍ଥ ଦେବାକୁ ନୂଆ ଆପଣଙ୍କୁ ଦେବୁ ବା ଆମର ଭାଗବତଙ୍କୁ ଦେବୁ, ଆପଣ ସବୁବେଳେ 50 ବର୍ଷ ଦେଇ ଚାଲିଛନ୍ତି। ସମିତି ଚାଲିଛି, ଆପଣମାନେ ସେ ତ୍ୟାଗରେ ଅର୍ଘ୍ୟ ଦେଇନାହାନ୍ତି କ'ଣ, କରୁନାହାନ୍ତି କ'ଣ? ସବୁ କାର୍ଯ୍ୟକ୍ରମ ଆମ ସମିତିର ଭାଇ ଭଉଣୀମାନେ ସମସ୍ତେ କରି ଚାଲିଛନ୍ତି, ସମସ୍ତ ଅର୍ଥ ଦେଇ ଚାଲିଛନ୍ତି। ଆଜି ମୁଁ ନୂଆ ସାହିର ଅଭୟ ଯେଉଁ ଭଜନଟି ଶୁଣିଥିଲି, କି ଭାବର ସହିତ ସେ ଭଜନଟି କରୁଥିଲା, ସେ ଭଜନରୁ ମୁଁ ଭାବୁଥିଲି ଜଣେ ଜଣେ ଆବାହକ କିଭଳି ଭାବରେ ସ୍ୱାମୀକୁ ସେ ଗ୍ରହଣ ହୃଦୟରେ ଗ୍ରହଣ କରିଛନ୍ତି। ଜଣେ ଜଣେ ଲୋକ ଆମ ଗୋଟିଏ ଗୋଟିଏ ସମିତିର ପରିଚୟ। ଯଦି ଆମକୁ ଆଜି ପାଠ ଯେଉଁ କଥା କହୁଥିଲା, ଜିଲ୍ଲାର କର୍ମକର୍ତ୍ତାମାନେ ଅଧିକ ଅଛନ୍ତି ଆମ ଘଣ୍ଟେଶ୍ୱରରେ। ବାସ୍ତବରେ ଯେଉଁଠି ବେଶୀ ଗୋବର ପଡ଼ିଥାଏ, ଯେଉଁଠି ବେଶୀ ଖତ ଥାଏ, ସେଠି ଧାନ ବୁଦା ଗୁଡ଼ିକ ଟିକେ ହୃଷ୍ଟପୃଷ୍ଟ ହୁଏ। ସମସ୍ତଙ୍କ ଆଖି ସେଇ ଧାନ ବୁଦା ଉପରେ ପଡ଼େ। সেই ଦୃଷ୍ଟିରୁ ଘଣ୍ଟେଶ୍ୱରକୁ ଭାଇମାନଙ୍କର ଯେଉଁ ତ୍ୟାଗ, ଯେଉଁମାନଙ୍କ ତ୍ୟାଗ ରହିଛି ଭଗବାନ ସେଥିପାଇଁ ଜିଲ୍ଲା କର୍ମକର୍ତ୍ତା ସେଠୁ ଅଧିକ ଦିଆଯାଇଛି। ଏବଂ ସେମାନେ ମଧ୍ୟ ଯେମିତି କହିଲା, ଜିଲ୍ଲା କର୍ମକର୍ତ୍ତାଙ୍କ ସହଯୋଗରେ ଆମେ ସେ କାମ କରୁଛୁ। ସେହିଭଳି ଭାବରେ ଯେଉଁ ଜିଲ୍ଲା କର୍ମକର୍ତ୍ତା ଯେଉଁ ସମିତିରେ ଅଛନ୍ତି, ଯେଉଁ ରାଜ୍ୟ କର୍ମକର୍ତ୍ତା ଯେଉଁ ସମିତିରେ ଅଛନ୍ତି, ଭଦ୍ରମନ୍ତ୍ରୀ ଅଛନ୍ତି, ସେମାନେ ସେହିଭଳି ଭାବରେ ଘଣ୍ଟେଶ୍ୱର ଭଳି ଉଦାହରଣ ସାଜି ନିଜ ସମିତିରେ କିଭଳି ଭାବରେ ତ୍ୟାଗ ରହିପାରିବ, ନିଜ ସମିତିର ଯଦି ଉନ୍ନତି ହେବ, ସେଥିରେ କଠୋରମାନେ ଚେଷ୍ଟା କରିବାକୁ ହେବ। ଦେବକୀ ଦାସ ଚାନ୍ଦବାଡ଼ି କାଲି ମୁଁ ସତ୍ସଙ୍ଗ କରୁଥିଲି, ସର ଭାଇ କହୁଥିଲେ, ରମାପଦ ମହାପାତ୍ର କହୁଥିଲେ, ରାମଙ୍କ ପାଇଁ ଅଯୋଧ୍ୟା, କୃଷ୍ଣଙ୍କ ପାଇଁ ମଥୁରା, ଭୂତପୂର୍ତ୍ତି ପ୍ରସାଦ ଭଗବାନ ସତ୍ୟସାଇଙ୍କ ପାଇଁ। ସେହିଭଳି ଆମମାନଙ୍କୁ ଆପଣମାନେ ବସିଛନ୍ତି, ଆପଣମାନଙ୍କ ପାଇଁ ଗୋଟିଏ ଗୋଟିଏ ୟୁନିଟ୍ ପ୍ରସ୍ତୁତ ହେଉଛି। ଆପଣଙ୍କ ପାଇଁ ଗୋଟିଏ ଗୋଟିଏ ସମିତି ରିପ୍ରେଜେଣ୍ଟ ଆପଣ କରୁଛନ୍ତି। କେଉଁ ଗୁଣରେ କମ୍ ନୁହନ୍ତି, ମୁଁ କାହାକୁ କହିପାରିବିନି, ଇଏ କିଛି କରୁନାହିଁ। ଆଉ ଗୋଟେ କଥା ଆରତୀ କହୁଥିଲା, ହ୍ୟାପି ବାବୁ କହୁଥିଲା କାଳେ ସେ କାମ ବହୁତ ହେଉଛି, ପ୍ରେମ କରିଯାଉଛି। କାମକୁ ଯିବାଟା ସହଜ ନାହିଁ, ପ୍ରେମ ନଥାନ୍ତା ସେ ଲୋକ କାମକୁ ଯାଇପାରିବ ନାହିଁ। ପ୍ରେମ ଆଉ କାମ ଉଭୟ ଆମ ଜଡ଼ିତ ସତ୍ୟ ସଂଗଠନ ଭିତରେ। ତେଣୁ ଆମର ସେଭଳି କେବେ ଆମେ ଭୁଲ ବୁଝିବା ନାହିଁ। ଖାଲି କାମ ହେଉଛି, ପ୍ରେମ ନାହିଁ। ଗୋଟେ କାମକୁ ଲକ୍ଷ୍ୟ ପ୍ରଦାନ କରିବା ପଛରେ ଗୋଟେ ପ୍ରେମ ଥାଏ। ଗୋଟେ ବ୍ୟାକଗ୍ରାଉଣ୍ଡଟା ଗୋଟେ ମଣିଷକୁ ଚଲାଏ, ତ ବ୍ୟାକଗ୍ରାଉଣ୍ଡଟା ପଛରେ ଥାନ୍ତା ଟିକେ ଦେଖିପାରନ୍ତିନି। ସେହିଭଳି ଅନିଶ୍ଚିତ ଭାବରେ ପ୍ରେମ ରହିଛି, ଯେଉଁ ପ୍ରେମ ପାଇଁ ଆମେ ଆଗକୁ ବଢ଼ି ଚାଲିଛନ୍ତି। ଆଜି ଆପଣମାନେ କିନ୍ତୁ କସ୍ତୁରୀ ମୃଗ ତା ନାଭିର କସ୍ତୁରୀ ଖୋଜି ପାଉନି, ଏଣେ ତେଣେ ଖୋଜି ହେଉଛି, କିନ୍ତୁ ତାର ନାଭିରେ ସେ କସ୍ତୁରୀ ଅଛି। ସାରା ଓଡ଼ିଶା ବର୍ତ୍ତମାନ ଆଦର୍ଶରେ ଗ୍ରହଣ କରୁଛି ଭଦ୍ରକକୁ, ଭଦ୍ରକକୁ ସବୁଥିରେ ଭଦ୍ରକକୁ ସେ ସ୍ୱତନ୍ତ୍ର ଭାବରେ ଗ୍ରହଣ କରୁଥିଲା ବେଳେ ତା ଭିତରେ ଆମର କମ୍ ବେଶୀ କିଛି ଥାଇପାରେ। ଆଜି ସକାଳ ଠାରୁ କେତେ କମ୍ ସମୟ ଭିତରେ ଆଜି ଏତେ ଆନନ୍ଦ ଲାଗୁଛି। ଦିନରେ ପ୍ରେମ ବନ୍ଧନ କାର୍ଯ୍ୟକ୍ରମ କମିଟିମାନେ କରିଥିଲେ, ମୁଁ 10ଟା ଭୋରୁ ସାରିଦେବି, ଆମ ଏଜୁକେସନ କୋଅର୍ଡିନେଟର ସାରିଦେବି। ଆମର ଭାଇ ଭଉଣୀମାନେ ଆସିକି ପହଞ୍ଚୁଛନ୍ତି। ଏଇଭଳି ଆମ ଭିତରେ ଯେଉଁ ଅଛି ପରସ୍ପର ସହିତ ସମବେଦନା ଘଣ୍ଟେ ଡଙ୍ଗା ପାରି ହେବାରେ ଲାଗୁଛି। ତଥାପି ଭାଇ ଭଉଣୀମାନେ କହିଲେ ଆମେ ଅପେକ୍ଷା କରିବା, ଭାଇ ଭଉଣୀ ଆସନ୍ତୁ, ଆସିଲା ପରେ କାର୍ଯ୍ୟକ୍ରମ ଆଗକୁ ବଢ଼ିବ। ଦେଖନ୍ତୁ କେତେବେଳେ କାର୍ଯ୍ୟକ୍ରମ ଆରମ୍ଭ ହେଲା, 12ଟା ବେଳେ ଆମେ ଖାଇବାକୁ ଗଲେ ଏବଂ ସବୁ କଥା ଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବରେ ଆମେ ଆଜି ସବୁ ସମାଧାନ ହେଇଯାଇଛି। ସ୍ୱାମୀଙ୍କ କୃପାରୁ ସମାବେଶ କରି ଖୁସି ହେଉଛି। ଗୋଟିଏ କଥା ମୁଁ କହିବାକୁ ଚାହୁଁଛି, ସତ୍ୟସାଇ ସେବା ସଂଗଠନ, ତା ନାମ ହେଉଛି ସେବା ସଂଗଠନ। ଆମର ବିଶ୍ୱ ପଚାରୁଥିଲା ଏଠି ବସିକି, ଓହୋ ଏତେ ତ ସେବାବାଲା ଯିବେ ନୂଆପଡ଼ା, ଆଉ ଯଦି ଆମକୁ ଡକା ହେଇନି, ବସିକି ମୋତେ ନିଜକୁ କେତେ ଲାଜ ଲାଗୁଥିଲା। ମାନେ
ମାନେ କାମ ଗୁଡ଼ିକେ ଗାଲଚଟ ଖାଇତେ ଇଚ୍ଛା ହେଉଥିଲା ମୋ ଜିଲ୍ଲାରେ। ମମତା କନଫ୍ୟୁଜନ ହେଲା। ହଁ ମମତା କନଫ୍ୟୁଜନ ହେଉଛି କେଉଁ ମମତା? ସେବା 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 ମହୋତ୍ସବ ହେଉଛି ଆମ ଏଜୁକେସନ ୱିକର ମମତା କାହିଁକି ବୋଲି ଭଗବାନ ଏତେ ପରମ କାରୁଣିକ ଆପଣମାନଙ୍କୁ ଗୋଟିଏ କଥାକୁ ହେଉ ଚାହୁଁଛି ସେବା ମହୋତ୍ସବ ଆମ ସେବା ବିଭାଗ ନାଁ ହେଉଛି ସେ ସତ୍ୟସାଇ ସେବା ସଂଗଠନ। ଆପଣମାନେ ଯେତେ ଯେତେ କାର୍ଯ୍ୟକ୍ରମରେ ସଂଗଠିତ କରୁଛନ୍ତି ଅଜୟ ବସିଛି କହିଲେ ଅଜୟ ଆବାହକ ଧାନ ବୃକ୍ଷ ଦାୟିତ୍ୱ ନେଇଛି ଜିଲ୍ଲା ସମସ୍ତେ ଦେଖିଯିବେ ସେଇ ବାଟେ ଧାନ ବୃକ୍ଷ କରଞ୍ଜାଳିଆରେ କେତେ ସୁନ୍ଦର ହେଇଛି କିଭଳି ଭାବରେ ସେ ଯତ୍ନ ନେଇଛି। ସେ ଧାନ ବୃକ୍ଷ ଗୋଟିଏ ଧାନ ବୃକ୍ଷ ହଜାର ହଜାର ଲୋକଙ୍କୁ ସେ ଆଶ୍ରୟ ଦେବ। ଆପଣ ଯେଉଁ କାର୍ଯ୍ୟକ୍ରମ ହାତ ମାରିଛନ୍ତି ସବୁ ହେଉଛି ସେବା ସେବା ସେବା। ଭଜନଟି ଆପଣ ଗାଉଛନ୍ତି ସେବା, ପିଲାମାନଙ୍କୁ କ୍ଲାସ କରୁଛନ୍ତି ସେବା, ପ୍ରେମ ବନ୍ଧନ ସେବା, ଯାହା ଯାହା ଆମେ କରୁଛନ୍ତି ଜଣେ ଭାଇ ବାକ୍ୟ ବଢୁଛନ୍ତି ଜଣେ ଭାଇ ବସିଛନ୍ତି ମଲ୍ଲିକା ଦେବପୁରରେ ସେବା। କାଲି ମୋତେ ଗୋଟେ ରାତିରେ କଥା ଶୁଣିକି ମୋତେ ଟିକେ ହସ ମାରିଲା, ଦୁଃଖ ବି ଲାଗିଲା, ଦୁଃଖ ଲାଗିଲା ହସ ଲାଗିଲା। ଆମ ଜିଲ୍ଲା କର୍ମକର୍ତ୍ତାମାନେ ସଂଗଠନ କାମକୁ ଏତେ ଭଲ କରୁଛନ୍ତି ତ ସେ ନିଜ କରୁଛନ୍ତି। ସବୁବେଳେ ଆମ ବିଭାଗକୁ ଅଣଦେଖା କରାହେଉଛି, ସବୁବେଳେ ଆମ ବିଭାଗକୁ ଜଣେ ଅପଚନା କରୁଛ, ସବୁବେଳେ ଆମ ବିଭାଗକୁ ଯେ ପଛ ରଖି ଦେଉଛ। ହେଲେ ଭାବୁଥିଲି ଦେଖନ୍ତୁ ଆମ ଭାଇ ଭଉଣୀମାନେ କେତେ ଆଗ୍ରହ ସହିତ ଏ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ସେଦିନ ଆଉ ୟୁଥ୍ ୱିକ୍ ବି କହୁଥିଲା ଆମକୁ ସବୁବେଳେ ସବୁବେଳେ ଆମକୁ ଗୋଟେ ଅଣଦେଖା କରୁଛ। ଆରେ ତମେ ତ ଆମର ଆମେ ତ ତମର ଅଣଦେଖା କାମ କରିବୁ, ସବୁ ତ ସ୍ୱାମୀଙ୍କର ଆମେ ଯାହା ଯାହା କାର୍ଯ୍ୟକ୍ରମ ତାଙ୍କର ଆମେ ସବୁ ତାଙ୍କର ଆମ ଭିତରେ ଅଣଦେଖା କୋଉ ଚାହିଁଲା ସେଠୁ ମୁଁ ଭାବିଲି ଶୁଣିଲା ପରେ ଦୁଇଟା ଯେ ନାତିରେ ଥାନ୍ତି କୁରୁକୁରି 5ଟା କିଣା ହେଇକି ଆଇଲା, ଗୋଟେ ଯେ ନାତିରେ ଟାଣି 3ଟା କୁରୁକୁରି ନେଇଯାଉଛି ହେ ସବୁ 3ଟା ନେଇଗଲା ମୋର ମୋର 2ଟା ସେଟା 3ଟା ନା। ଛୋଟ ପିଲା ଯେମିତି ଭାବରେ କରନ୍ତି ସାଇ ମାତା ଖୁସି ହେଉଥିବେ ମୋ ସନ୍ତାନମାନେ এই କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ କେତେ ବ୍ୟାକୁଳ ହେଉଛନ୍ତି। ସତରେ ଭଦ୍ରକ ଜିଲ୍ଲା ଦୁଇ ଭାଇ ଭଉଣୀମାନେ ମୁଁ ଆପଣମାନଙ୍କ ପାଖରେ ଋଣୀ। ମୁଁ ସତରେ ସକାଳୁ ବସିକାଲି ଉପଭୋଗ କରୁଛି, ପଛରେ ବସିଛି କିଛି କହୁନାହିଁ ସତ, କିନ୍ତୁ ସମସ୍ତ ଆଲୋଚନାକୁ ମୁଁ ମନ ଭରିକି ଆସ୍ୱାଦନ କରୁଛି। ଏଇ ହେଉଛି ମୋ ଜିଲ୍ଲା, ଏଇ ହେଉଛି ଭଦ୍ରକ, ଏଇ ହେଉଛି ମୋର ସବୁ କିଛି। ପ୍ରଦୀପ ବେହେରା ପଛରେ ଆସି ବସିଛନ୍ତି। ପ୍ରଦୀପ ବେହେରା ଆମର ଜଣେ ଆଇଟି କୋର୍ଡିନେଟର, ସେ ସମୟ ଦେଇ ପାରୁନାହାନ୍ତି ବୋଲି ତାଙ୍କୁ ଜୀବନ କହିବା ପାଇଁ ଡକା ହେଇଥିଲା। ସେ ଗୋଟେ କଥା କହିଦେଇ ଚାଲିଗଲେ। ମୁଁ ତ କିଛି କରୁନି କହିବି କ'ଣ, ମୁଁ କିଛି କରୁନି କହିବି କ'ଣ, କ'ଣ ସେ ନ କରିଛି, କ'ଣ ସେ ନ କରୁଛି, କ'ଣ ସେ ନ କରିପାରିବ। ଭଗବାନଙ୍କର ଆମ ଜିଲ୍ଲାର ପ୍ରତ୍ୟେକ ଭାଇ ଭଉଣୀମାନଙ୍କ ଭିତରେ ଦକ୍ଷତା ଭଗବାନ ଭରି ଦେଇଛନ୍ତି। ଅଛି ଆମ ମହଲରେ ପ୍ରଭାତ ସେଠୀ କଣ୍ଟ୍ରା ଗଡ଼ିଆ ଛାତି କୁଣ୍ଡା ମୋଟ ହେଇଯାଏ ଯେତେବେଳେ ସମାଜରେ ସେ ସମାଜ ଫୁଟ ଥାଏ। ସମାଜର ଯେତେବେଳେ ସେ ମାନେ ଚଦର ଘୋଡ଼େଇ ଦିଏ, ସ୍କ୍ରିନ୍ ଟାଣି ଦିଏ, ବେଲ୍ ବଜେଇ ବନ୍ଦ କରିଦିଏ ଏବଂ ଦେଲେ ସ୍କ୍ରିନ୍ଟା ନ ଲାଗିଥିଲେ ପଛକୁ ହାତ କରି ଦେଲେ ଲାଇଟ୍ ଦେଲେ ସ୍କ୍ରିନ୍ଟା ମାନେ ଘେରେଇ ଦିଏ। ରାତିରେ ନରେନ୍ଦ୍ର ସହିତ ଦେଲେ ସେ କାମ କରେ। ଏଇ ହେଉଛି ଆମ ଜିଲ୍ଲା, ଏଇ ହେଉଛି ଆମର ପ୍ରଭାତ, ଏଇ ହେଉଛି ଆମର ସବୁ। ଯଦି ବାସ୍ତବରେ ଆମେ ବହୁତ ଖୁସି ଆମ ପିଲାମାନେ ଚାଲିଛୁ, ଜବ୍ କରୁଛ, ଗାଁ ଜାଗା ରହୁଛ, ଶୁଭାଂଶୁ ଏଠି ରହିଛି, ଆମର ସାହିତ୍ୟ ସୁନାଇ କାର୍ଯ୍ୟକ୍ରମ କରୁଛି। ଇଏ ସବୁ ଭିତରେ ଆମେମାନେ ଯେମିତି ଭାବରେ ତୁମେମାନେ କାମ କରୁଛ। ଆମେ ସମୟ ଅଭାବ ଦୃଷ୍ଟିରୁ ତୁମେ ହୁଏତ ସମୟ ଦେଇପାରୁନ, କିନ୍ତୁ ମୁଁ ଆଜି ଦୁଃଖିତ ନୁହେଁ। ବେଳେ ମୋର ଟିକେ ପ୍ରତିକ୍ରିୟା ହୁଏ। ପିଲାମାନେ ଯଦି କିଛି ବୁଝିକି କହନ୍ତେ ତାହେଲେ ମୁଁ ବୁଝିପାରୁଛି କ'ଣ ବାସ୍ତବରେ ଆମ ପିଲାମାନେ ସମସ୍ୟା ରହିଛି। ଆଜି ସନ୍ତୋଷ ଅଗସ୍ତି ସେଦିନ ସେବା କାମ ହେଉଥିଲା। ଏଇ 26 ତାରିଖ ଦିନ ବାରାପୁର ସନ୍ତୋଷ ଅଗସ୍ତି ରାଜା ତିରୁମଲା ଯେତିକି ଆମ ଷ୍ଟେଟ୍ ଅଫିସ୍ ପାଇଁ ବସ୍ତବ ଷ୍ଟେଟ୍ ଅଫିସ୍ ପାଖରେ କହିଲେ ମଉସା ସନ୍ତୋଷ ଅଗସ୍ତି କେଉଁଠି, ଗୋଟା ଟ୍ରାନ୍ସଫର ହେଇକି ପଳେଇ ଆସିଛି କେନ୍ଦ୍ରାପଡ଼ା ପିଲା ପଳାରେ ଖୁସି ହେଇଗଲେ। କହିଲେ ସନ୍ତୋଷ ଜୁଏଲ ଆମର ଷ୍ଟେଟ୍ ଅଫିସ୍ ସେ ଆସେ, ଯେଉଁ କଥା ଆମେ ଭାବିନଥିଲୁ ସେ କଥା ସେ ଆଗରେ କରିଦେଇ ପଳେଇଛି। ଗୋଟିଏ ଗୋଟିଏ ପିଲା ଆମ ଜିଲ୍ଲାର ପରିଚୟ ସୃଷ୍ଟି କରିଛନ୍ତି। ପ୍ରଦୀପ ବାରିକ ହୁଅନ୍ତୁ, ଦିଲ୍ଲୀପ ବାରିକ ହୁଅନ୍ତୁ, ଆଉ ପାଠ ସାହୁ ହୁଅନ୍ତୁ, ଜିତେନ୍ଦ୍ର ସାହୁ ହୁଅନ୍ତୁ, ଏମାନେ ଗୋଟିଏ ଗୋଟିଏ ଜୁଏଲ ଆମ ଜିଲ୍ଲା ପାଇଁ। ଆଜି ସାଇ କୃଷ୍ଣା ଆଜି ଓଡ଼ିଶା ସ୍ତରରେ ଗୋଟିଏ ସାଇ କୃଷ୍ଣା ଭଦ୍ରକ
ଦେବକୁ ଦାସ ଭଟଭଟୁ ସୀତାକାନ୍ତ ଜେନା ଭଟଭଟୁ କୋଉଠି ଆମର ଟିକେ କମ୍ ନାହାନ୍ତି। ଏବେ ଆମର ଉପାଲି ଭଟଭଟୁ ତ ସ୍ୱାମୀ ଆମକୁ କ'ଣ କରିଥାନ୍ତେ ବହୁତ ଘରକୁ ନେଇଥାନ୍ତେ। ଆଜି ଖଣ୍ଡେଶ୍ୱର ସମିତିର ମଧ୍ୟ ଆମ ପିଲାମାନେ ମଧ୍ୟ ଅଧିକ ସଂଖ୍ୟାରେ ଆମର ବାଲିଗାଁର ପିଲାଟି ମଧ୍ୟ ଆମର ମନ୍ଦିର ପୁଅ ଦେବୀର ପୁଅ ଆଜି ପ୍ରଶାନ୍ତ ପଢ଼ୁଛନ୍ତି। ଏଭଳି ଭାବରେ ଆମ ଛୁଆମାନେ ଆମ ଚିତ୍ତାକାନ୍ତର ଝିଅ ଓମେନ୍ସ କଲେଜ ଆମ ଅନନ୍ତପୁର ଓମେନ୍ସ କଲେଜ ନାଁ ଶୁଣିଥିଲେ ଆମ ଝିଅ ଏଠି ପାଠ ପଢ଼ୁଛି। ଏଇଠି ହେଉଛି ଆନନ୍ଦ। ଭଗବାନ ତମକୁ କ'ଣ କରିଥାନ୍ତେ କେଉଁ ଜନ୍ମକୁ ଦେଇଥାନ୍ତା ସେ ଦୃଷ୍ଟିରୁ ଆଜି ଯେଉଁ ଆଲୋଚନା ସବୁ ହେଉଛି ଲୋକ ହେବେ ଚାନ୍ଦବାଲି କହୁଛି 50 ଜଣ ଖଣ୍ଡେ ଯିବେ ପାଦୁକାକୁ ସତେକି 50 ହାତରେ ଅଛନ୍ତି ସତେକି ମନ୍ତ୍ରୀ ହାତରେ 50 ଜଣ ଅଛନ୍ତି 500 ଲୋକ ଖଣ୍ଡେ ଯାଇପାରିବେନି। 500 ଲୋକ ଯଦି ଇମୋସନାଲ ସ୍ୱାମୀକୁ ଦେଖି ବାହାରିବେ ନିଜକୁ ଅଟକେଇ ଦେଇପାରିବ। ଅର୍ଦ୍ଧତା ପାଇଁ ଆମକୁ ଜିଲ୍ଲା ସଭାପତି ପାରାଦୀପରେ କୁହାଗଲା ଭଗବାନ ତମ ସବୁ କିଛି ତମକୁ ଜନ୍ମ ଠାରୁ ଏପର୍ଯ୍ୟନ୍ତ ସବୁ ଟଙ୍କା ପଇସା ସୁନା ରୂପା ପୁଅ ଝିଅ ସବୁ ଦେଇଛି ସେ ତୁ ତାକୁ କ'ଣ କୃତଜ୍ଞତା ସ୍ୱରୂପ ଦେବୁ ସିଏ ଜାଣିଛି ତୁ ଜାଣିଛୁ। ଲିଖିତ ଭାବରେ ଲୁକାୟିତ ଭାବରେ ସ୍ୱାମୀଙ୍କ ପାଦରେ ଆମେ ଦେଇ ଆସିଛୁ। ଜିଲ୍ଲା ସଭାପତି ଦେଇ ଆସିଛନ୍ତି ରାଜ୍ୟ କର୍ମକର୍ତ୍ତା ସ୍ୱାମୀଙ୍କ ପାଦ ଦେଇ ଆସିଛୁ। ପ୍ରଭୁ ତୁ ଆଉ ଥରେ ଓଡ଼ିଶା ଆସିବୁ ଘରେ ଘରେ ବୁଲିବୁ ଅଳିକନ୍ଦିରେ ବୁଲିବୁ ଦର୍ଶନ ଦେବୁ ମନସ୍କାମନା ପୂର୍ଣ୍ଣ କରିବୁ। ଏ ସୁନ୍ଦର ଏ ଜୀବନ ଶବ୍ଦ ଆଉ ଆସିବ ନାହିଁ। ଏ ଜନ୍ମଶତବାର୍ଷିକ ଯେଉଁ ପାଦୁକା ଉନ୍ମୋଚନ ହେବାକୁ ଉଦ୍ଯାପନ ଭାବରେ ଯାଉଛି ମୁଁ ମୋର ମନ ଭରି ଯାହା ପାରିବି ଦେଇ ଅର୍ଥ ଦେବି ତାକୁ କେହି ଦେଖିବେନି। ସ୍ୱାମୀ ଦେଖିବ ମୋ ପାଖରେ ମୋ ପୁଅଟେ ଆଣିକି କ'ଣ ଅଳି କରି ଦେଇଯାଉଛି କ'ଣ ସେ ହେଇଯାଉଛି ସେ ନବେ ରାଜସମନ୍ତ୍ରୀ କହିଲା କିଛି ଯଦି ନଦୀ ପାରୁଛ ଖାଲି କାଗଜ ଖଣ୍ଡେ ଦେଇ ଆସ ତ ନାଁ ନ ଲେଖ। ଆମର ଭାଇ ଭଉଣୀମାନେ ସ୍ୱାମୀ ଭଗବାନଙ୍କ ପାଖରେ କିଏ ଦେଲା କିଏ ନ ଦେଲା ହିସାବ ସେ ବୁଝେ। ସେ ମାନେ ବୁଝେ 95ରେ ଯେତେବେଳେ ଆମର ସିଦ୍ଧି କଣ୍ଡିତାରେ ହେଇଥିଲା ହିନ୍ଦୁସ୍ତାନରେ ବସିଥିଲି ଟଙ୍କା ପଇସା ସୁନା ରୂପା ନେଇକି ବାବାଙ୍କ ପାଦରେ ଅର୍ପଣ କରି ଦିଆଗଲା। ସେତେବେଳେ ବ୍ରହ୍ମାଣ୍ଡ ଥାଆନ୍ତି ଆମେ ସବୁ ଅନେଇଛୁ। ବାବା ମୁଁ ଭାବିଥିଲି ବୋଧେ ପୁତ୍ରପତ୍ର ପଇସା ଅଭାବ ହେଉଛି ସିଲିକନ୍ ଡିଜେ ନାଁରେ ସ୍ୱାମୀ ଏମିତି ଏକ ପ୍ରୋଜେକ୍ଟ ଆରମ୍ଭ କରିଦେଲେ ସାରା ବିଶ୍ୱରୁ ଟଙ୍କା ପଇସା ସୁନା ରୂପା ସଂଖ୍ୟା ହେଇକି ଆସିଗଲା ପୁତ୍ରପତି ଇଏକୁ ନେଇକି ପ୍ରଶାନ୍ତିର ଡେଭଲପମେଣ୍ଟ କାମ କରିବେ। ସତରେ ଏତେ ଦୃଷ୍ଟ କାମ ଥିଲା। ଠିକ 5 ମିନିଟ୍ ପରେ ବାବା ଦୀର୍ଘ ସମୟ ଦେଇ ସାରିଲା ପରେ ଡାକିଲେ ବ୍ରହ୍ମାଣ୍ଡକୁ ଡାକିଲେ ସାରା ଓଡ଼ିଶାର ସବୁ ରାଜ୍ୟର ସଭାପତି ଆସ ତମ ଟଙ୍କା ସହିତ ତମ ସୁନା ରୂପା ସହିତ ତମ କିଛି ସମ୍ପର୍କ ନାହିଁ ନେଇଯାଅ ଗ୍ରାମ ସେବା କରିବ ନେଇବ ଗ୍ରାମ ସେବା ଲଗେଇବ ନେଇ ତମ ସହିତ ସମ୍ପର୍କ ନାହିଁ। ଏଇ ହେଉଛି ଆମ ସ୍ୱାମୀ ଯେଉଁ ଭଗବାନଙ୍କର ଶୋଇବା ଘର ଭିତରେ କାନ୍ଥରେ ରଙ୍ଗ ଦିଆଯାଏନି ଯେଉଁ କାନ୍ଥରେ ଟାଇଲ୍ ଲାଗେ ନାହିଁ ଫଡ଼ା ଫଡ଼ା ହେଇକି ଉଠି ପଡ଼ିଛି ରଙ୍ଗ ସେତେବେଳେ ସତୁକି ପଚାରୁଛୁ ସ୍ୱାମୀକୁ ବାବା ଆପଣଙ୍କର ଟ୍ରଷ୍ଟ ସେଣ୍ଟ୍ରାଲ ଟ୍ରଷ୍ଟ ଆପଣଙ୍କର ଆପଣ ଘରେ ଶୁଣୁଛନ୍ତି ଖଣ୍ଡେ ସପ ଗୋଟେ କୋଠିଆ କାନ୍ଥରେ ରଙ୍ଗ ଫଡ଼ା ଫଡ଼ା ହେଇ ଉଠି ଯାଇଛି। ସ୍ୱାମୀ କହୁଛନ୍ତି ଇଏ ହେଉଛି ମୋର ଭକ୍ତଙ୍କ ପଇସା ଇଏ ମୋର ଭକ୍ତଙ୍କ ପଇସା ଭକ୍ତଙ୍କ ପଇସାରେ ମୁଁ ଟିକେ ବିଳାସ ଦର୍ଶନ କରିପାରିବି ନାହିଁ। କେତେ ସରଳ କେତେ ହାଇ ଥିଙ୍କିଂ ପ୍ଲେନ୍ ବିଭିନ୍ନ ଆମର ଭଗବାନ ଏ କ୍ଷେତ୍ରରେ ଆମେ କ'ଣ ଦେବା କେତେ ଲୋକକୁ ନେବା ତାଙ୍କ ସଂଗଠନ କି କାର୍ଯ୍ୟକ୍ରମ କରିବାରେ ସୁଯୋଗ ଗୁଡ଼ିକ ଆମର ଆସିଛି ଏଗୁଡ଼ିକ ଆମକୁ ପ୍ରେସର ନୁହେଁ ପ୍ଲେଜର ସହିତ ଆମକୁ କରିବାକୁ ପଡ଼ିବ। ପ୍ଲେଜର ସହିତ କରିବାକୁ ପଡ଼ିବ ଆନନ୍ଦର ସହିତ କରିବାକୁ ପଡ଼ିବ ସେ କାର୍ଯ୍ୟକ୍ରମ ଗୁଡ଼ିକୁ ଜୀବନଦଶା ଭିତରେ। ଆମର ସୌଭାଗ୍ୟ ଜନ୍ମ ଶତବାର୍ଷିକୀରେ ଆମେ ସମସ୍ତେ ଏ ସୁଯୋଗ ପାଉଛନ୍ତି। ଜନ୍ମ ଶତବାର୍ଷିକୀରେ ପୁଟଫୁଟି ମାଟିରେ ଆମେ ଯାଉଛନ୍ତି। ଜନ୍ମ ଶତବାର୍ଷିକୀରେ ଆମେ ଭାଗୁରା କଲ୍ୟାଣେଶ୍ୱରକୁ ଯାଉଛନ୍ତି। ଜନ୍ମ ଶତବାର୍ଷିକୀରେ ଆମେ ଯେଉଁ ଦିବ୍ୟ ଯେଉଁ ସେଲିବ୍ରେସନ୍ କାର୍ଯ୍ୟକ୍ରମ କ'ଣ କରିବେ ଚିନ୍ତା ଅହରହ ଚିନ୍ତା କରନ୍ତୁ। ଜୀବନ ଚାଲିଯିବ ଏ ସୁଯୋଗ ପାଇବାରେ ଛତିରିଆ ଭଜନ ମଣ୍ଡଳ ବାହାରିବ ହରିହର ସାହୁ ସ୍ୱାମୀ ସ୍ତ୍ରୀ ଦିହେ ଯାଇଥିଲେ ପ୍ରଶାନ୍ତି ସେବା କଲେ ମନ ଭରି ସେବା କଲେ। ପୁଅ ବୋହୂ ବାଙ୍ଗାଲୋରରୁ ଆସିକି ବାପା ମାଆକୁ ଦେଖା କରିକି ଗଲେ ଦେଖା କରିକି ସବୁ କଥା ବୁଝିକି 2 ଦିନ ରହିକି ଗଲେ। ଯିବା ଦିନ ଆଗରୁ ଇଏ ପ୍ରଶାନ୍ତି ଟ୍ରେନ୍ ଚଢ଼ୁଛନ୍ତି ପୁଅ ବାଙ୍ଗାଲୋରରୁ ଯାଇକି ଫୋନ୍ କରି ମା ପାଣି ଫାଣି ନେଇଥିବୁ ଟିଫିନ୍ ନେଇଥିବୁ ସବୁ ଖାଦ୍ୟ ନେଇଯାଇଥିବୁ ଟ୍ରେନ୍ ତଳକୁ ବାପାଙ୍କୁ ଓହ୍ଲେଇବନି ତମେ ତଳକୁ ଓହ୍ଲେଇବନି ତମେ ଆନନ୍ଦରେ ଯିବ ଘରେ ପହଞ୍ଚିଲା ପରେ ମୁଁ ଫୋନ୍ କରିବି। ଠିକ୍ ତା 10 ମିନିଟ୍ ପରେ ସେ ପୁଅ ଯେତେବେଳେ ବାଙ୍ଗାଲୋରରେ ଯାଉଛି ବାପା ମାଆଙ୍କୁ ବିଦାୟ ଦେଲା ଟ୍ରେନ୍ ଆଇଲା ଓଡ଼ିଶାକୁ
साउथ कैंटीन केते थाली धुईची तार माँ हरिहर भाई केते सेवा काम करछंती ट्रेन छाड़िला प्रशांत ओडिशा को एवं ताकर पुओ बाइक रे जाउथले बांगालोर का कंपनी गोटे लरी आइला स्पॉट मारी गला स्पॉट डेथ होला से पुओर एई था ससमेटर बापा मां से पुओर स्वामी चक्राणी प्रसाद दिला बरे हेलो कर दे गले सियासी फेर फेर कांदी कांदी घरे पहुंचले पुओर डेड बॉडी आसी घरे पहुंचला बहुत दिन पुओर सत्कार करा जायछि केते बड़े हम लाइफ अछि केते चाली बोली कहबनी ये सुजोग हम मिलछि एटा प्रेशर नुहे प्लेजर सहित आनंद सहित हम करतु आ प्रत्येक भाई भाई माने जो माने किछि कार्यक्रम करि पाउ नाहंती सेमाने पर गोटी अनुरोध करिवि जिला कर्मकर्ता मान स्पष्ट कथा कहू भाई एई असुविधा मते हेछि भाई फोन कॉल पे करी भाई फोन कांटेक्ट करी पारि करिया उचित कॉलबैक न करी सिस्टम काम करिबनी कॉलबैक करिवि मेसेज रो आंसर देबी ताहानी ये संगठन चलिबो सती पई भगवान करी ए होछि संगठन भाई मान अनुरोध करिवि प्रेमतोर कथा मते कहले कहिया पाई प्रेमतोर हो बाल विकास हो साई स्वावलंबी हो प्रशांत सेवा हो मधुमन सेवा हो जहाँ जहाँ कार्य ये सब आउट अधिक लोक मैंने पाखे पहुँचे कार्यक्रम समूह नहीं आमर रूपांतर या पचर अच्छी भगवान समर्पण ट्रांसफॉर्म सेल्फ ट्रांसफॉर्म वर्ल्ड में आम जो सहायक होती आम जड़े जड़े जुएल भगवान हाथ में दिव्य कार्यक्रम सामिल होती आम से कार्यक्रम जिते मन भरिकी आनंद करवा स्वामी से कृपा प्रदान करेंगे से अधिक अधिक लोक मैंने पाखे बाबा बार्ता पहुँचे तेणु मोर भाई भाई मान विशेष कहबार नहीं ग्राम सेवा कथा मत मन पड़े मो डिपार्टमेंट मत मन मो डिपार्टमेंट मत मन पकाउं ओडिशा रे प्रथम गोटे जिला से भद्रकटू ता पांचटा सेवाग्राम को पांचटी भजन मंडली कन्वर्ट करी जोटा कि आम जिला गर्वाणी गौरव आउ ग्राम गुड़िक अच्छी आम मैंने निश्चित भाव करवा मो जिला मो आत्मचिंतित नुहे सारा ओडार सब जिला जाऊँगी बुलूची और से जो प्रेरणा सृष्टि होती निश्चित भाव में ग्राम सेवा जो गाँव को आपने गोटे चाबिकाठी अच्छी चाबिकाठी गोटे चाबिकाठी हूँ मुझे आमर जो पांचटी भद्रमणी होता नुआपड़ा सर्विस कोऑर्डिनेटर पचरा मो पचारि ओडार तुम्हें 25 मसीह कौन सेवाग्राम को तुम्हें भजन मंडली उन्नति करने प्रपोजाल रखी 26 मसीह कौ गाँव रखी एपाई कौन दरकार आमको रेगुलर से गाँव को जावा दरकार रेगुलर गोटे बड़ चाबिकाठी हो सिक्रेट होते जो बाट पाऊनी ग्राम सेवाटा केमी हम ग्राम सेवाटा सफल हम राजसेवा बहुत बहुत चिंता करुँगी सफल हम सफल गोटे चाबिकाठी हूँ मुझे गाँव ग्राम सेवा को रविवार तो मुझे मु रविवार मेसेज पठाऊँ रविवार मन पकई दूसरी आपण मैंने ये मेसेज को मस्त को पठाऊँ कि ना निजे भर को नौ कि ना मुझे जानी मो कर्मटा मो करदे कि मेसेजटा दे प्रभु मत जो दायित्व देते राजस्व कहते भाई आप रिमाइंड करदे दीर्घ 3 वर्ष है रिमाइंड कर चलती से मेसेज मैंने हृदय नब रविवार घर शुईपार ना रविवार घर रही पारे अधघंटे हो घंटे हो गाँव को जी कहीं मो रूपांतरण अच्छी गाँव भितर गाँटा हूँ गोटे लेबोरेटरी जो लेबोरेटरी गले परीक्षा करी निजी ट्रांसफर करी तारी भितर जी यदि ग्राम सेवक आपने जाऊन ग्राम सेवार उन्नति हेनी आप ट्रांसफर्मेसन हेनी बाबा जो कथा कहते 6000 गाँव कथा कहते 6000 गाँव कौन खाली पाठ कही किए कर 6000 गाँव किए से कर आम मैंने बस कार्यक्रम जिला कहला ऊपर बसिक भाई भोट मारे खाली प्रोजेक्ट कर दूसरी खाली ये काम कर से काम कर दूसरी वो भाविले सत्य कि गाल किसी जंगल दिलाम हो सत्य छात्र मांस चली जाऊँगी तोर कौन हो तू जो तो सामिल हो कृपा पाइबू तू सामिल न हो आर भाई जन जा कृपा पाइबी पड़े तो आगे बहुत किस थुआ बार बार बाल यात्रा पड़े विभिन्न खाद्य
ସରଞ୍ଜାମ ବିକ୍ରି ହେଉଛି। ତ ଇଚ୍ଛା ହେଲା ତ ଗୁପଚୁପ ଖାଇବୁ, ତା ଇଚ୍ଛା ହେଲା ଚାଉମିନ ଖାଇବ, ତା ଇଚ୍ଛା ହେଲା ଚାଟ ଖାଇବ। ଏମିତି ଭଗବାନ ଆମ ଆଗରେ ବିଭିନ୍ନ ସେବାର ସୁଯୋଗ ଦେଇଛି। ତମେ କେଉଁ ସୁଯୋଗ ନେବ ତମେ ତାକୁ ଚିନ୍ତା କରିବ, ତା ଭିତରେ ପ୍ରବେଶ କରିବ, ତା ଭିତରେ ଆନନ୍ଦ ପାଇବ। এটা কেবল মাত্র ମୁଁ ଯାହା ବୁଝିଛି, ଆପଣମାନେ ଆଉ କହିଥାନ୍ତି ମୁଁ ଯେ ବୁଝିଛି ଖାଲି ଆନନ୍ଦ ମୁଁ ପାଉଛି, ଭାଷା ବର୍ଣ୍ଣନା କରିପାରିବିନି। ଖାଲି ମୁଁ ଆନନ୍ଦ ପାଉଛି ସଂଗଠନିତ ରହିକି। ମୁଁ ଯେ ସାମିଲ ହେଉଛି କାହିଁକି ଆଜି ମୁଁ ଆସିଛି କ'ଣ ପାଇଁ ସକାଳୁ ବସିଛି କ'ଣ କରୁଛି ଖାଲି ଆନନ୍ଦ ନେଇକି ଯାଉଛନ୍ତି। ଆନନ୍ଦ ଭାଇମାନେ ସବୁ ଯାହା ଆଲୋଚନା କଲେ ଆନନ୍ଦ ନେଇଗଲି ଯାହା ଭିତରକୁ ପ୍ରବେଶ କଲେ ସଂଗଠନ ପ୍ରବେଶ କଲେ ତ ଯାହା ଭିତରକୁ ଚାଲି ଆସିବ ନା ତ କୃପା ପାଇବ। ବରଂସ୍କର କ'ଣ ହେଲା 30-32 କିଲୋମିଟର ପର୍ଯ୍ୟନ୍ତ ବାବାଙ୍କର ଯେଉଁ ଲଭ ଓରାଟା ବ୍ୟାପିଛି। ଯେ ମନ୍ଦିରକୁ ଆସିବ ବାବା ଭଜନରେ ବସିଗଲା, ଭଗବାନଙ୍କ କାମରେ ଲାଗିଗଲା, ସିଏ ତାର ଗ୍ରେସ୍ ପାଇଗଲା। ଭଗବାନଙ୍କ ଯେଉଁ ମାନେ କଥା କବଚ ହେତୁ ସେ ବସି ଆସିଲା। ମୋ ଭାଇ ଭଉଣୀ ନିବେଦନ କରିବି ସମସ୍ତେ ଯେତେ ଯେଉଁ କାର୍ଯ୍ୟକ୍ରମ ଅଛି ସେ ପ୍ରେମ କୌଣସି କାମ କେଉଁ ଗୁଣରେ ଛୋଟ ନୁହେଁ, କେଉଁଟା ଛୋଟ ନୁହେଁ କି କେଉଁ ବଡ଼ ନୁହେଁ। ସ୍ୱାମୀଙ୍କୁ ପ୍ରାର୍ଥନା କରୁଛୁ ପ୍ରଭୁ ଆମ ସମସ୍ତ ବିଷୟରେ କୃପା କରନ୍ତୁ, ଆଶୀର୍ବାଦ କରନ୍ତୁ। ଆମେ ଯାହା ଯାହା ସବୁ ଆଲୋଚନା ହେଇଛି କିଭଳି ଭାବରେ କାର୍ଯ୍ୟକ୍ରମ ଆଗକୁ ବଢ଼ିବ ସେଥିପାଇଁ ଚେଷ୍ଟା କରନ୍ତୁ। ଆଉ ସ୍କିଲ୍ ଡେଭଲପମେଣ୍ଟ କଥା ମୁଁ କହିବାକୁ ଚାହୁଁଛି। ଆଜି ନୂଆପଡ଼ାରେ ଆପଣ ଯିବେ ଦେଖିବେ ନିରମରେ ଗୋଟେ ଆମର ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ହେଇଥିଲା, ସେଟା ବନ୍ଦ ହେଇଯାଇଛି। ବେଶୀ କେତେଟା ଅଛି ବନ୍ଦ ହେଇଯାଇଛି ଏବଂ ନିରମ ସମିତିର ଭାଇମାନେ ଯେଉଁ ଅଛନ୍ତି ଆମେ ଯାଇ କହିବେ ତାକୁ ଆମେ ଜନଶତବାର୍ଷୀ ତାକୁ ଆମେ ଯଦି ଚଲେଇବା। ଏବଂ ବିନାୟକପୁରରେ ଯେଉଁ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ହେଇଛି ଅମ୍ବାଦୁଳା ଆମଠୁ କେତେ ଆଗକୁ ହେଇଥିଲା, କେତେ ଆଗକୁ ହେଇଥିଲା ଅମ୍ବାଦୁଳା। ବର୍ତ୍ତମାନ ବିନାୟକପୁରର ଭଦ୍ରପୁର ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଇନ୍ ଦି ବେଷ୍ଟ ଇନ୍ ଓଡ଼ିଶା। ବର୍ତ୍ତମାନ ପ୍ରକାଶ ଭାଇ ଯେଉଁ ଆଲୋଚନା କଲେ ଦି ବେଷ୍ଟ ଇନ୍ ଓଡ଼ିଶା ଯେଉଁ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ହେଇଛି ତାର ରେକର୍ଡ, ତାର ଏଡମିସନ୍, ତାର ଯେଉଁ ତରିକା ଯେଉଁ କ୍ଲାସ୍ ନିଆ ହେଉଛି ବର୍ତ୍ତମାନ ତାକୁ ମିଟିଂରେ କହୁଥାନ୍ତି ବିନାୟକପୁର ଦି ବେଷ୍ଟ କାହିଁକି ସ୍ୱାମୀଙ୍କ କୃପା ଆମର କିଛି ନାହିଁ। ଏବେ ସ୍ୱାମୀଙ୍କ କୃପାରୁ ବାରାପୁରରେ ଆଉ ଗୋଟିଏ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ହେବାକୁ ଯାଉଛି। ଟ୍ରେଷ୍ଟ କଷ୍ଟ ଏବଂ 5ଟି ମେସିନ୍ର ତାର ଦେହ ଦେଇସାରିଛି ଏବଂ ଆମେ ଖୁବ୍ ଶୀଘ୍ର ବାରାପୁରରେ ଆମେ ଗୋଟେ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର କରିବାକୁ ଯିବା ଏବଂ ବିଭିନ୍ନ ମା ଭଉଣୀମାନେ କିଭଳି ଭାବରେ ଉପକୃତ ହେବେ। ଆମେ ଯେଉଁ ସମିତି ଯେଉଁ ଏରିଆରେ ଅଛି ଆମେ ସେ ଏରିଆ ପାଇଁ କ'ଣ କରିଛନ୍ତି, ଆମେ ଗୁରୁବାର ଭଜନ ଯାଉଛନ୍ତି, ନବକୀର୍ତ୍ତନ କରୁଛନ୍ତି, ସେବା କାମ କରୁଛନ୍ତି, ଆମ ମନ୍ଦିର ଭିତରେ କରୁଛନ୍ତି। ସେ ଲୋକାଲିଟି ପାଇଁ ଆମେ କ'ଣ କରୁଛନ୍ତି, ଲୋକାଲିଟି ଆମେ କେମିତି ବେନିଫିଟ୍ ପାଉଛି ତାକୁ ଆମେ ଦେଖିବାକୁ ପଡ଼ିବ। ତାହେଲେ ଯାଇକି ଏ ସେବାଟା ସାର୍ଥକ ହେବ। ସ୍ୱାମୀ ସେଇଟାକୁ ଚାହାନ୍ତି। ସ୍ୱାମୀ ଗ୍ରାମ ସେବାଟା କରୁଛନ୍ତି, ନିଜେ ଗାଁ ସବୁ ଯାଇଛନ୍ତି, ବିଶ୍ୱାସ କରିପାରିବେନି। ଜିପ୍ ଚଲାଉଛନ୍ତି, ଜିପ୍ ଚଲାଉଛି ଗାଁ ଲୋକଙ୍କୁ କୁହାହେଇଛି 8ଟା ବେଳେ ପହଞ୍ଚିବୁ, ଗାଁରେ ପହଞ୍ଚିଲେ ଡେରି ହେଇଯାଉଛି। ଯିଏ ଡ୍ରାଇଭିଂ କରୁଛି ସେ ସ୍ଲୋ ଚଲାଉଛି, ବାବା କହୁଛି ତୁ ଓଲା ତା ଓହ୍ଲେଇକି ନିଜେ ବସି ଡ୍ରାଇଭିଂ କରିକି ଯାଇକି କଲି ମୁଁ 8ଟାରେ ପହଞ୍ଚିବି ଗ୍ରାମ ସେବାରେ ଲୋକ ଅନେଇଥିବେ। ବେଙ୍ଗଲ ଆଜି ଦେଖୁଛି ଭଗବାନ କାମ ସବୁ ପରଫେକ୍ସନ୍। ଏଠି ବେଙ୍ଗଲ ଟଙ୍କା ହେଉଛି 5 ଥର 50 ଥର ଖସି ପଡ଼ୁଛି ତାକୁ ଦେଖୁଛୁ, ଖସି ପଡ଼ୁଛି ତାକୁ ଦେଖୁଛୁ, ଖସି ପଡ଼ୁଛି ତାକୁ ଦେଖୁଛୁ। ସ୍ୱାମୀଙ୍କର କାମ ପରଫେକ୍ସନ୍ ନିଖୁଣ ଭାବରେ ସବୁ କାମ ହେବା ଦରକାର। ଯେକୌଣସି କାର୍ଯ୍ୟ କରୁଛି ଆପଣ ନିଖୁଣ ଭାବରେ କରନ୍ତି। ଭଗବାନ ସେଥିପାଇଁ ବେଙ୍ଗଲ ନେଇକି ବାବା ଧରିକି ଯାଆନ୍ତି। ଗାଡ଼ିରେ ଯାଇକି ଓହ୍ଲେଇ ପଡ଼ିକି ଗୋଟେ ଗଛକୁ ଚଢ଼ି ଯାଉଛନ୍ତି, ଚଢ଼ିଆକି ଏପଟରେ ଗୋଟେ ଦୌଡ଼ି ବାନ୍ଧୁଛନ୍ତି, ସେପଟରେ ଦୌଡ଼ି ବାନ୍ଧୁଛନ୍ତି। ଏଇଥିରେ ଆପଣମାନେ ଅନୁଭବ କରନ୍ତୁ ସ୍ୱାମୀ କେତେ ଗ୍ରାମ ସେବାକୁ ଭଲ ପାଆନ୍ତି, କେତେ ଗାଁ ଲୋକଙ୍କୁ ଭଲ ପାଆନ୍ତି। ଗାଁ ହେଉଛି ସରଳ, ଗାଁ ଲୋକମାନେ ବେଶୀ ଅମାୟକ ଲୋକ ସେମାନେ କିଛି ଜାଣିନାହାନ୍ତି, ସରଳ ଲୋକ। କାଲି ମୋର ଗୋଟେ ପିଲା ହେଲା ଗୁରୁବାର ଦିନ ଶୀଘ୍ର ହେଲା ଭଦ୍ର ଫିରି ଯେଉଁଠୁ ମେଟିକି ଆସିଛି 4-5 ଲାଖ ଫିରି ସେଠି ଦୋକାନକୁ ଆସିଛି। ଛୋଟ ପିଲା ପ୍ରଥମେ ଝିଅଟେ ହେଇଥିଲା ପରେ ପୁଅଟେ ହେଇଛି। ଗରିବ ଲୋକଟି ଆମ ସାଇଡ଼ ଝିଅଟି ଆମ ଚିର। ଭଗବାନ କେମିତି କାହାକୁ କେମିତି କ'ଣ ଜୀବନ ପରୀକ୍ଷା କରନ୍ତି। ଡେଲିଭରି ହେଇଗଲା ପରେ ପେଟ ଛୋଟ ଛୁଆଟା 3 ଦିନର ଛୁଆ ପେଟ ଫୁଲେଇ ଦେଇଛି। ଫୁଲେଇ ଦେଲା ପରେ ତାକୁ ନେଇକି ଯାଇଛନ୍ତି, କହିଲେ ନେଇଯାଅ ଭଦ୍ରକ ମେଡ଼ିକାଲ କଲେ ଆଗକୁ ପାରିବନି, ପଠେଇଲା କଟକ ଶିଶୁ ଭବନ ଖାଇଗଲେ ବାରମ୍ବାର ପୁଣି ବସି ତା ସହିତ କଥା ହେଉଛନ୍ତି କ'ଣ ହେଲା ମୋ ଛୁଆଟା ମରିଯିବ, ଛାତି ପେଟ ସମାନ ହେଇଗଲାଣି। ମୁଁ ସ୍ୱାମୀକୁ ପ୍ରାର୍ଥନା କରୁଛି ଏବଂ କିଭଳି ଭାବରେ ଡକ୍ଟର ଆସୁନାହାନ୍ତି, ଦେଖୁନାହାନ୍ତି। ରାତି 2ଟା ବେଳେ ନେଇଯାଇଛି ଗୋଟେ ପ୍ରାଇଭେଟ୍ ନର୍ସିଂ ହୋମ୍କୁ ନେଇଯାଇଛି, ସେଠି ମଧ୍ୟ ଡକ୍ଟରମାନେ ଦେଖି ନାହାନ୍ତି। କେଉଁ ଅବସ୍ଥାରେ ଆମ ପିଲାମାନେ ଅଛନ୍ତି।
এই গোটিଏ ଫଳରେ ଦେଖନ୍ତୁ ଗାଁ ଗଣ୍ଡାରେ ଲୋକମାନେ କେଉଁ ଅବସ୍ଥା ଅଛନ୍ତି ଭାଇ। ଆମେ ପେନସନ୍ ପାଇଲେ ଚାକିରି କଲେ ଘର ରହିଲେ ସୁସ୍ଥ ରହିଲେ ଏ ସୁସ୍ଥ ନୁହେଁ। ଯେତେବେଳେ ଆମ ଗାଁକୁ ଯିବେ ଲୋକ ମୋତେ ହସ ଫଟେଇ ଦେବେ, ପିଲାଙ୍କୁ ବାଲେଶ୍ୱର କ୍ଲାସ୍ରେ ପଢ଼େଇ ଦେବେ, ଗଛଟେ ଲଗେଇ ଦେବେ, ଗ୍ରାମଦେବୀ ପୀଠ ସଫା କରିଦେଲେ ଗାଁ ଲୋକଙ୍କର ଆନନ୍ଦରେ ମୋର ପ୍ରକୃତ ଆନନ୍ଦ। କେବେ ଆପଣ ଘରେ ଖାଇ ପିଇକି ଶୋଇକି ବସିକି ଆନନ୍ଦ ପଦବାଚ କରିପାରିବେ ନାହିଁ। ସ୍ୱାମୀ କେବେ ସାରା 50 ବର୍ଷ କାଳ ନିଜ ପାଇଁ କେବେ ସେ କରିନାହାନ୍ତି। ସେ ହେଉଛନ୍ତି ପୁରା ସେବାର ମୂର୍ତ୍ତିମନ୍ତ ପ୍ରତୀକ। ଯେପରି ଭଉଣୀ ବସୁଛନ୍ତି ଯେପରି ଭଉଣୀ ଗୋଟେ କ'ଣ ଅଭାବ ଅଛି, ମୋର ବ୍ୟାଙ୍କ ମ୍ୟାନେଜର ଆରାମସେ ଖାଆନ୍ତେ ପିଇତେ ବୁଲନ୍ତେ ବସନ୍ତେ, ଟ୍ରେନ୍ରେ ଯାଉଛନ୍ତି ଜେନେରାଲ ବଗିର 10 ଟଙ୍କା ପୂଜାକୁ ନେଇ ଯାଉଛନ୍ତି ଜେନେରାଲ ବଗିର ଫେଲା ହେଇକି ଯାଉଛନ୍ତି। କାରଣ 10 ଜଣ 15 ସାଙ୍ଗ ନେଲେ ସେବା କାମଟା ହେବ କି 10ଟା ଗାଁ ସେମାନେ ଉପକୃତ ହେବେ ତାହା ଦେଖିବେ। ଆପଣମାନେ ସେମିତି ଭାବ କରୁଛନ୍ତି। ଗୋଟେ ଲୋକ ଆମ ଭିତରେ ଅଛନ୍ତି, ଆମେ ସବୁ ଆବାହକ ବାସୁଦେବପୁର ଆବାହକ ଫଟୋ ଦେଖୁଥିଲି, ବାସୁଦେବପୁର ଆବାହକ ଫଟୋ ଦେଖୁଥିଲି ଫଟୋ ଶିକ୍ଷା ଦୀକ୍ଷା ବେଶ ସେମାନେ ନଥାଇପାରେ, କଥା ଏତେ ବେଶୀ କରିଥାଇ ପାରୁନି, କଥା ବଡ଼ ପାଟେ କଥାବାର୍ତ୍ତା କରିଦେବି, ଉଚ୍ଚ ପଟୁ ଖଗ୍ର ପଟୁ କହିଦେଲେ। କିନ୍ତୁ ସେ ସାଧ ବିଶ୍ୱର ଫଟୋ ଦେଖିବେ ଯେ ଚାରା ଗଛ ଦେଲେ ଫରେଷ୍ଟ ଆଣିଛନ୍ତି, ମାନେ ଲୁଙ୍ଗି ପିନ୍ଧିଛନ୍ତି, ଗୋଟେ ଗେଞ୍ଜି ହେଉଛନ୍ତି, କାମରେ ଭାର ବହି ବୋହିକି ମାଇଲେ ବାଟରୁ ଆଣିକି ରାସ୍ତାରେ କାଳିରେ ରୋଡ଼ କରୁଛନ୍ତି। କ'ଣ ଆମେ ଆଭାଗ କ'ଣ କୁହନ୍ତି, ମୋ ସୁବ୍ରତ ଆବାହକ କେତେ ଆବାହକ ଅଛନ୍ତି। ସମସ୍ତେ ପ୍ରକୃତରେ ବାସ୍ତବରେ ଭଗବାନଙ୍କୁ ଭଲ ପାଇଛନ୍ତି, ଦିବ୍ୟ କର୍ମ ସେ କରୁଛନ୍ତି ଏବଂ ସେମାନଙ୍କ ଆଦର୍ଶରେ ସେମାନଙ୍କ ନେତୃତ୍ୱରେ ସମିତି ଆଗକୁ ବଢ଼ୁଛି। ସ୍ୱାମୀଙ୍କ ପ୍ରାର୍ଥନା କରୁଛି ଭବିଷ୍ୟତରେ ଆମ ଜିଲ୍ଲା କର୍ମକର୍ତ୍ତା, ଆମର ସମିତି ଆବାହକମାନେ, ଜିଲ୍ଲାର ସମସ୍ତ ଭାଇ ଭଉଣୀମାନଙ୍କୁ ସେ କୃପା କରନ୍ତୁ, ଆଶୀର୍ବାଦ କରନ୍ତୁ। ଯେଉଁ କାର୍ଯ୍ୟକ୍ରମଟି ଆମେ କରିବା ଭଲ ଭାବରେ କରିବା, ପରସ୍ପର ବୁଝାମଣା କରିବା, ତାର ଅସୁବିଧା ସୁବିଧା ହେଉଛି ଆମେ ବୁଝିବା। ମୋରି ପୁଅଟା ଯଦି ଥାନ୍ତା ଏ ଦାୟିତ୍ୱରେ କରିପାରୁନଥାନ୍ତେ କ'ଣ କରିଥାନ୍ତି, ତାକୁ କେଉଁ ଗୋଟେ ବୁଝେଇବା ଦେଇକି ସିନିୟର ଲୋକ ଅଛନ୍ତି, ଯୁବକମାନଙ୍କ ପିଠି ଥାପୁଡ଼େଇକି ବାପରେ ଢଙ୍ଗରେ କହିକି ତାଙ୍କୁ ପାଖକୁ ଆଣିବା। ସେ ସ୍ୱାମୀକୁ ଦେଖି ନାହାନ୍ତି, ୟା ପର ପିଢ଼ି ଯେ ବାବାଙ୍କୁ ଦେଖି ନାହାନ୍ତି, ଯେଉଁ ନୂଆକୁ ଆଜିର ପିଲାମାନଙ୍କ ଉପରେ ଶ୍ରମିକ କଲେ, ଯେଉଁ ଛୁଆମାନେ ବାଲିକି ଏବେ ଆସିବେ ବାବାଙ୍କୁ ଦେଖିଛନ୍ତି, ବାବାଙ୍କୁ ଦେଖି ନାହାନ୍ତି, କାହାକୁ ଦେଖିଛନ୍ତି, ଆମକୁ ଦେଖିଛନ୍ତି। ଆମର ବ୍ୟବହାର, ଆମର ଚାଲିଚଳନ, ଆମର କଥାବାର୍ତ୍ତା, ଆମର ମଧୁରତାକୁ ସେ ଅନୁଭବ କରିବେ ସ୍ୱାମୀ ଏଭଳି ଭାବରେ। ତ ମୋ ଭାଇମାନଙ୍କୁ ନିବେଦନ କରିବି, ମାନେ ସିନିୟର ଲୋକମାନେ ଅଛନ୍ତି, ଆମ ପିଲାମାନଙ୍କ ହାତ ଧରିକି ବାଟ ଚଲେଇବା। ଏବଂ ଜୁନିୟରମାନେ ଅଛନ୍ତି, ସିନିୟରମାନଙ୍କୁ ସବୁବେଳେ ସମ୍ମାନ ଦେଇକି ତାଙ୍କ କଥାକୁ ଜୀବନ କାମ କରିବା। ସିନିୟର ଲୋକମାନଙ୍କର ପାଖରେ ପ୍ରଜ୍ଞା ଅଛି, ଆମ ଯୁବକମାନଙ୍କ ପାଖରେ ଶକ୍ତି ଅଛି। ପ୍ରଜ୍ଞା ଆଉ ଶକ୍ତି, ଜ୍ଞାନ ଆଉ ଶକ୍ତି ଉଭୟ ମିଳନରେ ଆମ ଜିଲ୍ଲା ଆଗକୁ ବଢ଼ିବ, ଆମେ ଆଗକୁ ବଢ଼ିବା, ଆମ ରୂପାନ୍ତରଣ ହେବ। ଏତିକି କହି ସମସ୍ତଙ୍କ ମଙ୍ଗଳ କାମନା କରୁଛି। ଆମେ ପୁନର୍ବାର ପ୍ରାର୍ଥନା କରୁଛୁ ପ୍ରଭୁ ଏଇଭଳି କୃପା ପ୍ରଦାନ କରି ଆମ ଜିଲ୍ଲାର ଭାଇ ଭଉଣୀମାନଙ୍କୁ ଆଗକୁ ନିଅନ୍ତୁ। ଆମ ଭିତରେ ବିଭିନ୍ନ ୱିକନେସ୍ ଥାଇପାରେ, ଆମ ପାଖରେ ବହୁତ ଷ୍ଟ୍ରେଂଥ ଥାଇପାରେ, ଆମ ପାଖରେ ବହୁତ ଫେସ୍ ଥାଇପାରେ। ତ କିଭଳି ଭାବରେ ବ୍ୟବହାର କରିକି ଆମେ ଆଗକୁ ବଢ଼ିବା, କେଉଁଠି ହେଇପାରିନି, କେଉଁଠା ଅସୁବିଧା ରହିଯାଇଛି ତାକୁ ଆମେ ଗୁରୁତ୍ୱ ଦେବା। ଏବଂ ଆମର ସବୁ କଥା ଯାହା ଆଲୋଚନା ହେଇଥିଲା, ମୁଁ ତା ଉପରେ ଯେ ଏନ୍ଡି କରିଦେଇଛି, ଗୋଟେ ଲାଇନ୍ ମୁଁ କହିଦେଉଛି ଯାହା ମୁଁ ଠିକ୍ କରିଛି କହିବା ପାଇଁ। ପ୍ରଶାନ୍ତି ଦର୍ଶନରେ ଆମର ଡିସ୍କସନ୍ କରିଥିଲେ ଆମର ବିକାଶ ଏବଂ ଆମର ସଞ୍ଜୟ ଚକା, ସେଥିରେ ଆଲୋଚନା ବହୁତ ଭାବଗର୍ଭ ହେଇଥିଲା, ହୃଦୟସ୍ପର୍ଶ ହେଇଥିଲା। ଗୋଟିଏ କଥା କହିଯାଇଛି ଯେ ସଂଖ୍ୟା ଦୃଷ୍ଟିରୁ କେଉଁ ସମିତି କେତେ ଲୋକ ନେଇକି ଯିବେ ପ୍ରଶାନ୍ତି, ତେବେ ଟେଣ୍ଟାଟିଭ୍ ସଂଖ୍ୟା କୁହନ୍ତୁ ଯିବେ କେତେ ସ୍ୱାମୀଙ୍କ ଇଚ୍ଛାରେ, ଅନ୍ତତଃ ତାଙ୍କର ଚେଷ୍ଟା ରହୁ। କାଲିଠାରୁ ଗ୍ରୁପ୍ ବନାନ୍ତୁ, ଗ୍ରୁପ୍ ବନେଇକି ସେ କେଉଁ ଗାଁରୁ ବିଭିନ୍ନ ଗାଁରୁ ଲୋକଙ୍କୁ ପଠାନ୍ତୁ, ଏ ବାର୍ତ୍ତା ଦିଅନ୍ତୁ। ଲୋକ କାଢ଼ିବା ଦାୟିତ୍ୱ ତାଙ୍କର, ଟିକେଟ୍ ହେବା ଦାୟିତ୍ୱ ତାଙ୍କର। ଆପଣମାନେ ମେସେଜ୍ ଦିଅନ୍ତୁ ଯେ ଆପଣମାନେ ପ୍ରଶାନ୍ତି ଯିବେ, ଜନ୍ମଶତକ ଆସିବେ, ଭାଇ ତୁ ଯିବୁ, ଆଉ କେ ବ୍ୟସ୍ତ ହେବେନି। ସମିତିର ଯଦି କାମ ହେବ, ସମିତି କାମ କେମିତି ହେବ ସ୍ୱାମୀ ବୁଝିବେ। ତା ଜନ୍ମସ୍ଥାନ ଯୋଉଟା ସେଟା ଯେଉଁ ବଢ଼ିଆ କଥା କହୁଥିଲା ଯେ ବାପା ଜନ୍ମଦିନରେ ପାଳନ କରୁଛି, ସେ ଆନନ୍ଦ ପାଇଛି। ମୋ ବାବାଙ୍କ ପାଖକୁ ଯିବି ଫୁଟା ପଡ଼ି ଏଇଥିପାଇଁ ମୋ ବାବାର ଆନନ୍ଦରେ ମୁଁ ଆନନ୍ଦିତ ହେବି। ମୁଁ କୃପା ପାଇବି କ'ଣ ପାଇବି, ଏତେ ହାଟ ଅଛି ତା କଥାଟା ହେଲା। ମୋ ବାବାର ଜନ୍ମଦିନ ହେଉଛି, ମୋ ବାବା ପାଇଁ ତାହା ମୋ ପୁଅଟା ଆସିବ ଜନ୍ମଦିନ, ସେ କେକ୍ ନେଇକି ଆସିଛି।
ଯାହା ଦୌଡ଼ିକି ଏ ଟ୍ରେନ୍ ସେ ଟ୍ରେନ୍ ହେଇକି ଦୌଡ଼ିକି ଆସି ମୋ ପାଖରେ ପହଞ୍ଚିଛି। କେତେ ଖୁସି ସ୍ୱାମୀ ହେବେ ଆଉ ଜନ୍ମ ଶତବାର୍ଷିକୀ ଆଉ ଗୋଟେ ଜୀବନରୁ ଆସିବ ନାହିଁ। এটা ଲାଷ୍ଟ ୟା ବର୍ଷକୁ 101 ବର୍ଷ ହେଇପାରେ, କିନ୍ତୁ ଆମ ଜୀବଦଶା ଭିତରେ ଆଉ ଜନ୍ମ ଶତବାର୍ଷିକୀ ଆଉ ଥରେ ଆସିବ। ଅସମ୍ଭବ ଅସମ୍ଭବ ଅସମ୍ଭବ। ଦେଖିବେ ସମିତିର ଭଜନ ମଣ୍ଡଳୀର 500 ଲୋକ ଖାଉଥିବେ, 1000 ଲୋକ ଖାଇବେ, ଆସି ଶୁଣିବେ ଆରେ ବାବା ଏମିତି କାମ କଲେ। ତେଣୁ ସଂଖ୍ୟା ଦୃଷ୍ଟିରୁ ସଞ୍ଜୟ କହିବାକୁ ଅଛି, ବିକାଶ ଭାଇ କହିବାକୁ ଅଛି, ସମିତି ମାନଙ୍କୁ ଟେଣ୍ଟାଟିଭଲି ଆପଣଙ୍କର ସଂଖ୍ୟା କୁହନ୍ତୁ ଏବଂ ଆପଣ ଯାଇ ସେ ଅନୁସାରେ ଯାଇକି ଗୋଟାଟା ଫିଲ୍ଅପ୍ କରିବେ କି ଗାଁକୁ ଯାଆନ୍ତୁ। ଇଏ ହେଲା ଗୋଟିଏ କଥା। ଅତିରୁଦ୍ର ମହାଯଜ୍ଞ ପ୍ରଦୀପ ଯେଉଁ ଆଲୋଚନା କରୁଥିଲା ଭଲ ଲାଗିଲା ଏବଂ ସେଥିରେ ହେଉଛି କ'ଣ ଆମର ଏ ଅତିରୁଦ୍ର ମହାଯଜ୍ଞ ହେଉଛି ରୁଦ୍ରାଭିଷେକ ହେଉଛି ମହାରୁଦ୍ର ହେଉଛି ଉଦ୍ଦେଶ୍ୟ ନୁହେଁ କେତେଟା କରିଦେଲେ, ଉଦ୍ଦେଶ୍ୟ ହେଉଛି ମୁଁ କେତେ ନିର୍ଭୁଲ ଗାଇପାରିବି। ନିର୍ଭୁଲ ରୁଦ୍ରମୟ କ୍ଲାସ୍ କେତେ ବ୍ୟାକୁଳ ହେଉଛି ପ୍ରଦୀପ, କେତେ ସେ ବ୍ୟାକୁଳ ହେଉଛି। 7-8 କ୍ଲାସ୍ ହେବ, ଭୁଲ କ୍ଲାସ୍ ହେବ, ସନ୍ଧ୍ୟାବେଳେ କ୍ଲାସ୍ ହେବ। ଆପଣମାନଙ୍କର ଅନୁରୋଧ ଏ ବେଦ ଅଧ୍ୟୟନ କାର୍ଯ୍ୟକ୍ରମ ଆପଣମାନେ ସାମିଲ ହେଇକି ନିର୍ଭୁଲ ବେଦ ଯୋଉଟା ପଢ଼ିବେ। ଆଜି ସେଟା ଆମେ ପ୍ରଥମ ଯେଉଁ ଶାନ୍ତି ମନ୍ତ୍ର କଲା, ଯେଉଁ ଗଣପତି ପ୍ରାର୍ଥନା କଲା, ନିର୍ଭୁଲ ସେ ପ୍ରାକ୍ଟିସ୍ କରିଛି, ନିର୍ଭୁଲ ଭାବରେ ସେ ଖାଇବା। ତେଣୁ ସବୁବେଳେ ରୁଦ୍ରମୟ କ୍ଲାସ୍କୁ ଆପଣମାନେ ଗୁରୁତ୍ୱ ଦିଅନ୍ତୁ, ଯାହାଦ୍ୱାରା କି ଆମେମାନେ ସ୍ୱାମୀଙ୍କର ଭୁଲ ହେଇପାରିବା। କିନ୍ତୁ ପାଦୁକ ସମାପନ ଉତ୍ସବ ତାର ମୁଁ ଚିନ୍ତା କରିଥିଲି, ଯେଉଁ ନଣ୍ଡା ଯେଉଁ କଥାଟା କହିଲା ଶତ୍ରୁଘ୍ନ ସୁନ୍ଦର ଭାବରେ କହିଲା, ଏଥିରେ କ'ଣ ହେବ, କେତେ ଲୋକ ଯିବେ, ମୁଭମେଣ୍ଟ ଗୁରୁତ୍ୱ ଦିଅନ୍ତୁ, ଅଧିକରୁ ଅଧିକ ଲୋକ ପାଖରେ ପହଞ୍ଚିବା ପାଇଁ ଗୁରୁତ୍ୱ ଦିଅନ୍ତୁ। ଏବଂ ଆଉ ଗୋଟେ କଥା ହେଉଛି କେତେ ଲୋକ ଯିବେ, ଆପଣ ସମିତିକି ସମିତି ଜଣେଇବ ଜିଲ୍ଲାକୁ, ଜିଲ୍ଲା ଜଣେଇବ ରାଜ୍ୟକୁ, ଏତିକି ଭାଇ ଭଉଣୀମାନେ ପାଦୁକ ସମାପନକୁ ଯିବେ। ଆପଣମାନେ ଯଦି ନ ବୁଲିବେ ଆଜି ଶୁଣିଦେଲେ ଖାଲି ବସିଗଲେ ନାଇଁ ବଟୁ ତୁ ଆସେ ଗାଁ, ତୁ ଆସେ ଗାଁ। ଆବାହମାନଙ୍କର କାମ ହେଉଛି 10ଟା ଗାଁକୁ ଯେଉଁ ଗାଁ ଗଛ ଯାଇଥିଲା ଏ ଖବରଟା ଦେଇକି ତାଙ୍କୁ ଯେଉଁ ସଂଖ୍ୟା ଆଣିକି ତାକୁ କ'ଣ କରିବେ, ଜିଲ୍ଲାକୁ ଜଣେଇବେ, ଜିଲ୍ଲା କ'ଣ କରିବ, ରାଜ୍ୟକୁ ଜଣେଇବେ, ରାଜ୍ୟ କ'ଣ କରିବ, ସେଠି ଖାଇବା ରହିବା ଆକୋମୋଡେସନ୍ ଟ୍ରାଫିକ୍ ସବୁ ବ୍ୟବସ୍ଥା କରିବ। ରାଜ୍ୟ ସରକାର କହୁଛନ୍ତି ମୁଁ ଜାଣିନି କେତେ ଲୋକ ଆସିବେ, ମୁଁ ଜାଣିନି, ମୁଁ ବାଟ ପାଉନି, କ'ଣ କରିବି। ତ ସିଏ ଆମ ଗାଁ ସବୁ ଖବର ଦେଇଛନ୍ତି, ଆପଣମାନେ ସଂଖ୍ୟା କୁହନ୍ତୁ। ଲିଖିତ ଜପର ଭାଇ ଆଲୋଚନା କରୁଥିଲା ଆମର ଏଣୁ ସେଥିରେ ଅବତାର ଦିବସ ଏବଂ ଆମର କାମନା ସୀମାଙ୍କନ ଏବଂ ସାଇ ଗାୟତ୍ରୀ ଯେଉଁ ଆଲୋଚନା କରୁଥିଲା ସୁନ୍ଦର ଭାବରେ ସେ ଆଲୋଚନା କରେ, ସେ ଭାବର ଲୋକ। କିନ୍ତୁ ଗୋଟିଏ କଥା ମୋର ଏଇଟା କରିବାକୁ ଅଛି, ଟ୍ରାଏ ଆଣ୍ଡ ପ୍ରେ। ପ୍ରାର୍ଥନା କରନ୍ତୁ କିଭଳି ଭାବରେ ଅଧିକ ଜପ ଖାତା ବାରାପୁର, ଧନ୍ୟବାଦ ଦେବି ବାରାପୁର ସବୁଠୁ ଅଧିକ ଖାତା ଲେଖି ଦେଇଛି। ତେଣୁ ଅନ୍ୟ ସମିତିମାନେ ଗୁରୁତ୍ୱ ଦିଅନ୍ତୁ। ଏଥିପାଇଁ ହୁଏତ ତାଙ୍କ ସମୟ ଅଭାବ ହେଉଛି, ତାଙ୍କ ଦେହ ଖରାପ, ବେଳେବେଳେ ଦେହ ବି ଭଲ ରହୁନି। ଯଦି ସ୍ପିରିଚୁଆଲ ୱିଙ୍ଗ ଯଦି ସିଏ ମୁଭମେଣ୍ଟ କରିଥାନ୍ତା ମୁଁ ଭାବୁଛି, ଏବଂ ଯଦି ସେ ଆୱାରନେସ୍ କରିଥାନ୍ତା ବିଭିନ୍ନ ପ୍ରେୟାରରେ ଯାଇକି ଭିନ୍ନ ଭିନ୍ନ ସମିତିମାନଙ୍କରେ, ତା ନିଶ୍ଚିତ ଭାବେ ଅଧିକ ଲୋକ ପହଞ୍ଚି ପାରିଥାନ୍ତା, ଅଧିକ ଲୋକ ଇନ୍ସପାୟାର ହେଇକି ଅଧିକ ଖାତା ଲେଖିଥାନ୍ତେ। ସାର୍ ଶୋ ମଧ୍ୟ ମୁଁ ଭାବୁଥିଲି ମାନେ ଯେଉଁଟାକି ସାଧାରଣ ଭାବରେ ଗୋଟେ ଦର୍ଶୀ ଗାଈକି ଆଣିକି ଚୋକଡ଼ ଫୋକଡ଼ ଦେଇକି ଚାରୁ ଯେତିକି କ୍ଷୀର 30 ଲିଟର 40 ଲିଟର ପାଇବା, ଗୋଟେ ଧାଡ଼ି ଗାଈ ଗାଉଁଲି ଗାଈଟିକୁ ବାନ୍ଧିଛନ୍ତି, ବୁଲେଇଛନ୍ତି, ବିଲ ପାଣି ବିଲ ଘାସ ଖାଇକି ଯେତିକି ଯାହା କ୍ଷୀର 250 ଦେଉଛି କି 100 ଦେଉଛି, ସେଠି ସନ୍ତୁଷ୍ଟ ହେବା ଯେମିତି ଆମ ସନ୍ତୁଷ୍ଟ ହେବାର ଯେମିତି ଆମେ ଯଦି ଚୋକଡ଼ ଖାଇକି ଭଲ ଭାବରେ ସେ ଗାଈକି ଭଲ ଭାବରେ ଫିଡ଼ିଂ ଦେଇଥାନ୍ତେ, ସେ କେତେ କ୍ଷୀର ଦେଇଥାନ୍ତେ। ଯଦି ଏୱାରନେସ୍ କରିଥାନ୍ତା ତାର କେତେ ଆମ୍ଲାନ ହେଇଥାନ୍ତା। ସମୟର ଅଭାବ ଥାଇପାରେ, ମୁଁ ତାଙ୍କୁ କିଛି ଦୋଷାରୋପ କରୁନି। ଆଶା କରିବି ସେମାନେ ଯଦି 2 ମାସ ହେଲା ସେଇ ଯଦି ଏୱାରନେସ୍ଟା ଠିକ୍ ଭାବରେ ହେଇପାରନ୍ତା, ମୁଁ ଭାବୁଛୁ ଅଧିକ ଲୋକମାନେ ଲିଖିତ ପରେ ସୁଯୋଗ ନିଅନ୍ତି। ତାପରେ ପ୍ରତ୍ୟେକ ୟୁନିଟ୍ରେ ଜପ ଖାତା ଲେଖା ହୁଏ। ଯେ ଲେଖୁଛି ଯେଉଁ ୟୁନିଟ୍ ଗୁଡ଼ିକ ଆମର ଭଜନ ମଣ୍ଡଳୀ ସେଠି ପ୍ରତ୍ୟେକ ୟୁନିଟ୍ରେ ଲେଖା ହେଉନାହିଁ। ସେ ଦୃଷ୍ଟିରୁ ଦେଖାଯାଉ କେତେଟା ଭଜନ ମଣ୍ଡଳୀ ଅଛି। ଭଜନ ମଣ୍ଡଳୀ ମାନଙ୍କର ଭାଇମାନେ ଲେଖିଲେ ନାହିଁ, ତାକୁ ଟିକେ ଲେଖା ପକାଇଲେ ଆମେ ନିଶ୍ଚୟ ଭାବେ ଦେଖା ପାଇବା। ତାପରେ ଆମେ ହେଲା ମହିମା ମାସ ଜନ୍ମ ଶତବାର୍ଷିକୀରେ ବସନ୍ତ କୁମାର ଦାସ ଧନ୍ୟବାଦ ଆମେ ଦେବି ସୁନ୍ଦର ଭାବରେ ପ୍ରଶାନ୍ତ ସେବା ଅର୍ଗାନାଇଜେସନ୍ ଆସିଛନ୍ତି। ସଞ୍ଜୟ ଦାସ ଚକା ସେ ମଧ୍ୟ ଯାଇକି ପ୍ରତିଯାତ୍ରା ପ୍ରଶାନ୍ତି ସେବାରେ
ବହୁତ କାମ ସେ ଆଗେଇ ଦେଇଛନ୍ତି। ମୁଣ୍ଡା ନାୟକ ଉପସ୍ଥିତିରେ ମୁଁ ଥିଲି, ଦେଖିଛି ସେ ଦୁଇ ଜଣ ମଣ୍ଟୁ ଆମ ଜିଲ୍ଲାକୁ ଯେଭଳି ଭାବେ ଲିଡ଼ିଂ କରି ପ୍ରଶାନ୍ତ ସେବା କରିକି ଆଇଲେ। ବାସ୍ତବରେ ପ୍ରତି ଯାତ୍ରା ପ୍ରଶାନ୍ତ ସେବା ଆମକୁ ଉଚ୍ଚକୋଟୀରେ ହେଇଛି ଏବଂ ଆମ କେତେ ସେମାନେ ହର ସ୍ୱୀକାର କରିଛନ୍ତି। ରାତିରେ କାହା ଦେହ ଖରାପ ହେଇଯାଇଛି, କିଏ ମେଡ଼ିକାଲ ପଡ଼ିଲାଣି, କାହା ଦେହ ଖରାପ ହେଲାଣି, କିଏ ଫୁଡ୍ କାର୍ଡ଼ ହଜମ ହେଲାଣି, କାହାର ଏଠି ଖାଉ ଖାଉ ବାନ୍ତି କରି ପକାଇଲାଣି, କେତେ କେତେ ସମସ୍ୟା ସେମାନେ ବୁଝିକି ପ୍ରଶାନ୍ତ ସେବା ସୁନ୍ଦର ଭାବରେ କରିକି ଆସିଛନ୍ତି। ମୁଁ ଆଶା କରିବି ସେମାନେ ଯେଉଁଭଳି ଭାବରେ ଏ କାର୍ଯ୍ୟକ୍ରମକୁ ନେଇଛନ୍ତି ନୟନ ସେବା ସୁନ୍ଦର ଭାବରେ ହେବ। ଆଉ ଗୋଟେ କଥା କହିବାକୁ ଚାହୁଁଛି, ଯେତେବେଳେ ପ୍ରଶାନ୍ତ ସେବା ନେଉଛନ୍ତି ଇନ୍ସପାୟାରଟା ଇନ୍ସପାୟାର ବାଟରେ ଯିବ, ଇମୋସନଟା ଇମୋସନ ବାଟରେ ଯିବ। ଯେଉଁମାନଙ୍କୁ ଆପଣ ନେଇକି ଯିବେ ତାଙ୍କୁ ବିଧିବଦ୍ଧ ତାଙ୍କର କେୟାର ନେଇକି ଯିବେ ଏବଂ ତାଙ୍କର ବାପା, ତା ସ୍ୱାମୀ, ତା ପୁଅ କେହି ତା ସାଙ୍ଗରେ ଯାଆନ୍ତୁ। ଆପଣମାନେ ସବୁ ରିସ୍କ ନେଇକି ତାକୁ ସବୁ କହୁଛନ୍ତି, ମୁଁ କହିଦେଲି, ସିଏ କହିଦେଲେ, ସବୁ କହିଦେଲେ, ଗୋଟିଏ ଲୋକ 100 ଲୋକ ନେଇକି ଯିବି ବହୁତ କ'ଣ ଅସୁବିଧା ହେଲା, ଅସୁବିଧା କଥା। ତେଣୁ ତା ମାନେ ନୁହେଁ ଇମୋସନାଲ ଲୋକକୁ ନେଇ ପଳେଇବା। ଢେଙ୍କାନାଳ ଢେଙ୍କାନାଳରେ 3 ଜଣ ଯାଇଥିଲେ, ପ୍ରଶାନ୍ତ ବି ଆବାହକୁ ଯାଇଛି, ଅନ୍ୟ 2 ଜଣ ଯାଇଛନ୍ତି। ସେବା କାମ କଲେନି, ପଳେଇଲେ ବୁଲିବା ପାଇଁ ତିରୁପତି ବୁଲି ବୁଲି ଆସିଲେ ସେବା ଦିଅ, ସେବା ସରିଲାଣି, ସେବା ପାଇଲେ, ସେବା ନଥିଲେ ଚାଲ ପଳେଇବା। ସେ ତ ଫ୍ରି ଖାଇବାନି, ଫ୍ରି ରହିବେ, ଚାଲ ପଳେଇବା। ଭାବ ଲୋକ ଯାଉଛନ୍ତି ଆସିକି ମାନେ ବିଜୋଡ଼ା ଷ୍ଟେସନରେ ଟ୍ରେନ୍ ଅଟକିଲା ପରେ ଜଣେ ଯାଇକି ବାଥରୁମ୍ ଅଛି, ବାଥରୁମ୍ରେ ଏକ କରି ଯାଇକି ବାହାରେ ରାସ୍ତା ଉପରେ ଏକ ଟ୍ରେନ୍ ଲାଇନ୍ ଉପରେ ଟ୍ରେନ୍ ଛାଡ଼ିଦେଲା। ସେ ଦୌଡ଼ିକି ଆସୁନାହିଁ, ଟ୍ରେନ୍ ଛାଡ଼ିଲାଣି। ଆଉ ଜଣେ ଭାଇ ଟ୍ରେନ୍ ଉଡ଼େଇ ପଡ଼ିକି ଟ୍ରେନ୍ ଛାଡ଼ିଲାଣି, ସେ ଯଦି ଏକ କରୁଛି ଆସୁନି ତ ଟାଣିକି ଘୁଷାରି ଆଣିଲେ, ଟ୍ରେନ୍ ହେଉଛି ପୁଡ଼େଇ ଦେଲା। ସେଠି 2 ଜଣ ତଳକୁ ପଡ଼ି ପଡ଼ିଲେ। ଜଣଙ୍କର ସ୍ପଟ୍ ଡେଥ୍ ଦେଖ କତୁରୁ, ଜଣଙ୍କର ଜଙ୍ଘ କତୁ କଟିଗଲା। ଆଉ ଗୋଟେ ଟ୍ରେନ୍ ଭିତରେ ଅଛି, ସିଏ ଆଉ ଆସୁନାହିଁ। ଆବାହକ ହେଠି ଖାଇକି କାନ୍ଦୁଛୁ। ଆମେ ଏଠି ଆଲୋଚନା କରୁଥିଲୁ କ'ଣ କରାଯିବ। ପ୍ରେମ ଭାଇ ମରିଗଲେ ଢେଙ୍କାନାଳରେ, ତାଙ୍କୁ ଆମେ ଫୋନ୍ କଲୁ, ଭାଇ ସେମାନେ ଇଟାଟେ ଚର୍ଚ୍ଚ ସେ କର୍ଣ୍ଣାଟକ ଘରେ ଲୋକ ଟିକେ ବସିଲେଣି, ତୁ ଗୋଟେ ଭାଇ କ'ଣ ହେବ, ଆପଣ ଟିକେ ଯାଇକି ତ ଦେଖନ୍ତୁ, ଦେଖି ସମାଧାନ କରାଗଲା। ମୋର ଭାଇ ଗୋଟେ ନିବେଦନ କରିବାକୁ ଚାହୁଁଛି, ଆମେ ଯିବା ସ୍ୱାମୀଙ୍କ କାମକୁ ଯିବା, କିନ୍ତୁ ଜ୍ଞାନ ନେଇକି ଯିବା। ଆମେ ଏମିତି ଇମୋସନାଲ ଦେବାନି କାହାକୁ, ଇମୋସନାଲ କିଛି କଥା କରିବାନି ଯେଉଁଟାକି ଆମ ପାଇଁ ଗୋଟେ ପଛରେ ପ୍ରୋଗ୍ରାମ ହେବ। ଆମେ କିନ୍ତୁ ସ୍ୱାମୀ ଆମ ଦାୟିତ୍ୱ ନେବେ, ସ୍ୱାମୀକୁ ପ୍ରେୟାର କରି ଯଦି ଆମେ ଠିକ୍ ଭାବନା ଲୋକଙ୍କୁ ନେବା, ଆମେ ପିକନିକ୍ ଟିକଟ କାଟିବା, କେମିତି ଯିବେ, କେମିତି ଆସିବେ। ଆମେ ରାଜ୍ୟ ସଭାପତି କହୁଛନ୍ତି ତା ମାନେ ନୁହେଁ ଆମେ ଗୋଟେ ଉପର ଥରେ ହତେ ନେଇ ପଳେଇ ଯିବା। ସେ କଲ୍ୟାଣ ହଉ, ପ୍ରଶାନ୍ତି ସେବା ହଉ, ଆମେ ଯାହାକୁ ନେବା ପ୍ରପର କେୟାର ପ୍ରୟାସ ନେବା, ସ୍ୱାମୀକୁ ସ୍ୱାମୀ ତା ଅସୁବିଧା ବୁଝିବୁ। ଏବଂ ସେବା ମହୋତ୍ସବ ଯେଉଁଟା ହେବ ନୂଆପଡ଼ାରେ ଉକ୍ତା ଅଂଶରେ ଭିଡ଼ ହେଇ ସବୁ ଯିବା। ସେବା ମହୋତ୍ସବ କେବେ ସେବା ମହୋତ୍ସବ ହେଇନି, କେବେ ସେବାର ମହୋତ୍ସବ କେବେ ବ୍ରହ୍ମାଣ୍ଡଠୁ ଆରମ୍ଭ କରି ସଂଗଠନ ହେବା ଦିନଠାରୁ ସେବା ମହୋତ୍ସବ ଗୋଟେ ହୁଏ କେମିତି ସାରା ଭାରତର ଆମର ସଂଗଠନରେ ସର୍ବଭାରତ ସ୍ତରରେ କେବେ ହେଇନାହିଁ। ଓଡ଼ିଶା ପ୍ରଥମ ଥର କରି ଯାଉଛି ଏବଂ ସୁନ୍ଦର କାର୍ଯ୍ୟ ଦେଖିବେ ଆପଣମାନେ ଗାଁରେ କେମିତି ସେବା ମହୋତ୍ସବ ହେବ, କି ପ୍ରୋଗ୍ରାମ ହେବ ଏବଂ ସେବା ମହୋତ୍ସବ ସେମାନେ ସେବା ଓଡ଼ିଶା ଯାଇକି ଯାଉଛି, କିନ୍ତୁ ଆଗକୁ ହୋଇକି ଯାଇପାରୁନି, ସେମାନେ ମଧ୍ୟ ଦୁଃଖ କରିବାର ନାହିଁ। ଆମେ ସମସ୍ତେ ସେବା ବିଭାଗ, ଆମେ ସମସ୍ତେ ଆମେ ସେ ସଦସ୍ୟ ମଧ୍ୟ ଅଛନ୍ତି। ତେଣୁ ନୂଆପଡ଼ାକୁ ଆପଣମାନେ ତାହା ଆଲୋଚନା ହେଇଛି, ସେ ଅନୁସାରେ ଆପଣ ଦେଖିବେ ଗଲେ ଆନନ୍ଦ ନେଇକି ଆସିବେ। ଯେଉଁମାନେ ଯାଉନାହାନ୍ତି ସେ ଜାଗାରେ ଅନ୍ୟମାନଙ୍କୁ ମଧ୍ୟ ନେଇ ଯାଇପାରିବେ। ତାପରେ ହେଉଛି ଏସା କମ୍ପିଟିସନ୍ କଥା ଆମେ ଆଲୋଚନା ହେଉଥିଲା। ଏସା କମ୍ପିଟିସନ୍ରେ ଯେଉଁ କଭର କପି ଦିଆହେଇଛି, କଭର କପି ସହିତ ବହୁତ ମୁଁ ଦେଖିଛି ସମିତି କିଛି ବୁଝନ୍ତିନି, ମନ ଇଚ୍ଛା କ'ଣ କରିବେ, ଲମ୍ବା କାଗଜକୁ କିଣି ଆଣି ତା କାଗଜ ଯୋଡ଼ିଦେବେ। ଉପର କଭର ପେଜଟା ଏତେ ବଡ଼, ତା ଲମ୍ବା ଲେଖା କାଗଜଟା ଏତେ ବଡ଼। ସେ ଖାତା କେମିତି ଦେଖାହେଉଥିବ, କେମିତି ଦେଖାଉଥିବ ସେ ଖାତା, ସେ ଦେଖିବ ସେ ଖାତାଟା କ'ଣ ଦେଖାହେଉଥିବ। ଆରେ ଯେଉଁ ଜେରକ୍ସ କାଗଜଟା ଉପରେ ଯେଉଁ ସାଇଜ୍ରେ ଅଛି କଭର ପେଜଟା, ତା ତଳ ପେଜ ସେଇ ସାଇଜ୍ର ଦେଲେ ଖାତାଟା ଭଲ ଦେଖାଯିବ। କେଉଁ ସମିତି ନା କେଉଁ ତାର କିଛି କିଛି ବୁଝିବେନି, ଲମ୍ବା ଖାତା କାଗଜ କିଣି ଆଣି ଯୋଡ଼ିଦେବେ। ସେଟା କରିବେନି, କଭର ପେଜ୍ ସହିତ ଜେରକ୍ସ କାଗଜଟା ଯୋଡ଼ିଦେଲେ ସମାନ ଦେଖାଯିବ, ଭଲ ଲାଗିବ। ସେଥିପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା। ମୁଁ ଯାଇକି ଏବଂ ଖୁସି ଲାଗିଲା ଯେତିକି ସ୍କୁଲ ଏଇଥର ଜନ୍ମଶତବାର୍ଷିକୀରେ ଆମ ସମିତିମାନେ ଯେଉଁ ସ୍କୁଲ ଗୁଡ଼ିକ ଚୟନ କରିଛନ୍ତି, ଯେଉଁ ଏସେ କମ୍ପିଟିସନ୍ କରିବେ, ଏଟା କେଉଁ ଗୁଣରେ କମ୍ ନୁହଁ। ଏଜୁକେସନ୍କୁ ଧନ୍ୟବାଦ ଦେବି। ଏଠି କମ୍ୟୁନିକେସନ୍ ଗ୍ୟାପ୍ ଠିକ୍ ଭାବରେ ଆୱାରନେସ୍ କରିଛନ୍ତି, ଯେଉଁଥିପାଇଁକି ଏତିକି ସ୍କୁଲରେ ଏ କାର୍ଯ୍ୟକ୍ରମ ହେଇପାରୁଛି। ଏବଂ ଆଉ ଗୋଟେ କଥା, କମ୍ୟୁନିକେସନ୍ ଗ୍ୟାପ୍ ଥରେ କହିଥିଲି, ସେ କମ୍ୟୁନିକେସନ୍ ଗ୍ୟାପ୍ କ'ଣ ହେଇଥିଲା ନା କୋଡ଼ିନେଟର ବୁଝେଇ ଘଣ୍ଟେ ବୁଝେଇ ସାରିଲା ପରେ ମୁଁ ଗୋଟେ ପ୍ରଶ୍ନ ପଚାରିଲି ଯେ ଏଜୁକେସନ୍ କୋଡ଼ିନେଟର ସମିତିର
କିଛି କହିପାରିଲେ ମୁଁ ସେଇଠି କହିଥିଲି କମ୍ପିଟିସନ୍ ଦିଆ ମୁଁ ସବୁବେଳେ ପାଇଁ ଯେବେ ଉଦ୍ଧାର କରୁଛି ମୁଁ ସବୁବେଳେ କେବେ କରିନାହିଁ ଆମ କୋଅର୍ଡିନେଟର ମାନେ ସୁନ୍ଦର ଭାବରେ ଏୱାରନେସ୍ କରୁଛନ୍ତି କମ୍ୟୁନିକେସନ୍ ଗ୍ୟାପ୍ ନାହିଁ କେତେବେଳେ ଏମିତି ହେଇଥାଏ। ଆଉ ଗୋଟେ କଥା ହେଲା ଫେଷ୍ଟିଭାଲ ହେବ ଏଠି କମ୍ପିଟିସନ୍ ଗ୍ୟାପ୍ ରହୁଛି ନିଜେ ପ୍ରଶ୍ନ ପଚାରୁଛନ୍ତି ଆଜି ଯେ କାହିଁକି ପିଲାମାନେ ଯାଇତେ ନାଁ ଦେଇ ଦିଅନ୍ତି ପୁଣି କାହା ଗାଁ ଯିବାର ତାକେ କୁଆଡ଼େ ପ୍ରଶ୍ନ ତାକେ କୁଆଡ଼େ ଉତ୍ତର ଆରେ କାହିଁକି ତ ନାଁ ଦେଲେ ହଁ ମୁଁ ପୁଅ ଯିବି ମୋ ଝିଅ ଯିବି କାହିଁକି ଯାଇପାରୁନି ତା ଅର୍ଥ ହେଉଛି ସମିତି ସ୍ତରରେ ଆମେ ତାଙ୍କୁ କେହି ବ୍ୟବହାର କରୁନାହୁଁ। ମୁଁ ତ ନିଜେ ମୋତେ କହୁଛି ମୋତେ ନାତି ଆସି କହିବ ଟିକେ ଏସେ ବାପା ଲେଖିଦିଅ କାମ ମୋର ଅଛି ତୁ ତ ମାଆ ସେ ୟାକୁ ତାକୁ ସେଇଭଳିଆ ଭାବରେ ଆମେ ଟିକେ ପିଲାମାନଙ୍କ ସହ ସମୟ ଦେଲେ ସେ ବିଶ୍ୱ ଫେଷ୍ଟିଭାଲ ଜୟନ୍ତ ସୁନ୍ଦର ଭାବେ ହେବ ସେଥିପାଇଁ ଆମେମାନେ ଯତ୍ନବାନ ହେବା ଓ ସବୁ ଆଇଟମ୍ ଗୁଡ଼ିକ ଆମ ଫେଷ୍ଟିଭାଲ ଜୟନ୍ତ ଯେଉଁ ଚାଲୁବାଲେ ଦେଖିଥିବି କେଉଁ ମୁହଁରେ ଆମ ଫେଷ୍ଟିଭାଲ କ'ଣ ନାହିଁ ଷ୍ଟେଟ୍ରେ ଯେମିତି ଆମ ଏଜୁକେସନ୍ ୱିକ୍ ଠିକ୍ ସେମିତି ଭାବରେ ନିଖୁଣ ଭାବରେ କରିକି ପିଲାମାନେ ପଠା ହେଇକି ଯେଉଁ ପିଲାମାନେ ଏକ୍ସେଲେଣ୍ଟ ହେଇପାରୁଛନ୍ତି। ତାପରେ ହେଉଛି ସ୍କୁଲ ବାଲି ବିକାଶ କଥା ଆମର ଅଛି ମହେନ୍ଦ୍ର ଅଛି କହିଲେ ନା ମହେନ୍ଦ୍ର କହୁଥିଲା ଟିକେ କ୍ଲାରିଫାଏ କରିବେ ସ୍କୁଲ ବାଲି ବିକାଶ କଥା ଯେଉଁ ଟିଚରମାନେ ସ୍କୁଲମାନଙ୍କରେ ଅଛନ୍ତି ଅନୁରୋଧ କରିବି ଆମର ବାରପୁରୀ କୁମାରପୁରୀ ସେ କରନ୍ତି ଅନ୍ୟମାନେ ଯେଉଁ ଟିଚର ଅଛନ୍ତି ସ୍କୁଲ ବାଲି ବିକାଶ ଗୁରୁତ୍ୱ ଦିଅନ୍ତୁ ଏବେ ଯେଉଁ ଟିକେ ଯଦି ସ୍କୁଲରେ ବିନା ପୂର୍ଣ୍ଣ ଆରମ୍ଭ କଲା ଆମେ ଫିରି ସେଦିନ ଓ ପିଲାମାନେ ଗୋଟେ କେତେ ଆନନ୍ଦ କେତେ ଉତ୍ସାହ ଯଦି ଦେଖିବେ ବିଦ୍ୟାର୍ଥୀ ସ୍କୁଲ କାମିକା ବିଦ୍ୟାର୍ଥୀ ପିଲାମାନେ ଦେଖିବେ ସେ କେତେ ଶୃଙ୍ଖଳିତ ବସିବାର ସାଇଜ୍ ଠିଆ ହେବାର ଶୈଳୀ କଥା କହିବାର ଶୈଳୀ ଏତେ ପରିମାର୍ଜିତ ଆପଣ ଦେଖିବେ ସେ ପିଲାମାନେ କିଭଳି ଭାବରେ କାମିକା ବିଦ୍ୟାର୍ଥୀର ପ୍ରଭାବ କେବେ ତାଙ୍କ ଉପରେ ପଡ଼ିଛି ସେ ପିଲାମାନେ ଯେଉଁ ସୁନ୍ଦର ଭାବରେ ବିଦ୍ୟାର୍ଥୀ ପିଲାମାନେ ସୁନ୍ଦର ଭାବରେ କ୍ଲାସ୍ ଦିନ ଆରମ୍ଭ ହେଲା ସେଥିପାଇଁ ବିଦ୍ୟାର୍ଥୀର ଏୱାରନେସ୍ ଭାଇ କହିଲେ ଆମେ ବାଡ଼ କରିଦେଇଲୁ ଫୁଲ ଲଗେଇ ଦେଇଯାଇଲୁ ଉପାଡ଼ ଦିନ ଦେଇଛନ୍ତି ସେ ଧାନ ବୃକ୍ଷ ତଳେ ତାକୁ ଟେକି ନେଇ ଗଲେ ଆମେ ସେ କାମ ନାହିଁ ଏଇ କାମ ସବୁ ବୁଝୁଛୁ ଆମେ ଯଦି ପାର୍ମାନେଣ୍ଟ କମ୍ପ୍ଲିଟ୍ କରି ତାକୁ କରିଦେବୁ ଏୱାରନେସ୍ ଲୋକମାନଙ୍କ ସହିତ ବସିବା ତା ଗାଁ ଲୋକ ବସିବା ତା ଗାର୍ଡ଼ିଆନ୍ମାନଙ୍କ ସହିତ ବସିବା ବସିକି ଆଲୋଚନା କରିକି ଆମେ ସୁନ୍ଦର ଭାବରେ ସେ କାର୍ଯ୍ୟକ୍ରମ କଲେ ଏୱାରନେସ୍ଟା ବଡ଼ କଥା। ତାପରେ ବିଦ୍ୟାପତିର ବିଦ୍ୟାଳୟରେ ରହିଛି ଯେଉଁ ପାବୁକା ମେଗାଜିନ୍ କଥା ଆଜି ଆଲୋଚନା ହେଇଛି ଆପଣମାନେ ଲେଖା ସୁଯୋଗ ଏପଟ ମିଳିଛି ଲିମିଟେଡ୍ ଲୋକ ଦିଅନ୍ତି ଲେଖିବା ପାଇଁ ସ୍ପନ୍ଦନ ଏଥର ସ୍ପନ୍ଦନ ସୀତାରାମ ବସନ୍ତ ସୀତାରାମ ତମେ ଟିକେ ସ୍ପନ୍ଦନ ପାଇଁ ଲେଖା ଦିଅ ବସନ୍ତ ଦିଅନ୍ତୁ କାରଣ ଏଥର ସୁଯୋଗ ମିଳିଛି ସ୍ପନ୍ଦନର କାୟା ବିସ୍ତାର ହେବ ତ ଆମ ଜିଲ୍ଲାକୁ ଏତେ କମ୍ ତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆର୍ଟିକଲ୍ ଲେଖନ୍ତୁ ଲେଖିକି ଆପଣ ଦିଅନ୍ତୁ ଅନୁଭୂତି ତ ପାଦୁକା ଅନୁଭୂତି ଯାହା ଯାହା ଅଛି ସେମାନେ ଅନୁଭୂତି ଦେବେ କିନ୍ତୁ ସ୍ପନ୍ଦନ ଯେହେତୁ ତାଙ୍କୁ କାୟା ବିସ୍ତାର ହେଉଛି ସେଥିପାଇଁ ଆପଣମାନେ ଲେଖା ଦିଅନ୍ତୁ। ୟୁଥ୍ ୱିଙ୍ଗର କାର୍ଯ୍ୟକ୍ରମ ବାସ୍ତବରେ ଦୁଇ ଜଣ ଯେ ୟୁଥ୍ କୋର୍ଡିନେଟର ସେ ଟିକେ ନିଜର ଏକାଡେମିକ୍ ପାଇଁ ସେମାନେ ବ୍ୟସ୍ତ ରହୁଛନ୍ତି ଯାହା ହଉ ଯଦି ମଣ୍ଟୁ ସେ କାର୍ଯ୍ୟକ୍ରମକୁ ଆଗକୁ ରହୁଛନ୍ତି ଏବଂ ସେମାନେ ଜଣାପଡ଼ୁନି ଆମର ହ୍ୟାପି ଆଉ ଆମର ସୁଧାଂଶୁ ଏତେ ଆକ୍ଟିଭ୍ ହେଇପାରୁନାହାନ୍ତି ବୋଲି ସେ ଅଭାବଟା କିଛି ଫିଲ୍ କରିପାରୁନାହାନ୍ତି ଆମର ଉପାଧି ଏବଂ ଅଙ୍କତାକୁ ମ୍ୟାନେଜ୍ କରିଦେଉଛନ୍ତି ତା ଭିତରେ ମଧ୍ୟ ସେମାନଙ୍କୁ ମଧ୍ୟ ଅନୁରୋଧ କରିବି ସେ କାର୍ଯ୍ୟକ୍ରମ ଆଗକୁ ନିଅନ୍ତି ଆଉ ବେଶୀ ଖୁସି ଲାଗିଲା ଏ ଯେଉଁ ହେଲା କାମ କରୁଟା ଏ ଯେଉଁ ଏସ୍ଡିପି ଯେଉଁ କଲେଜ କଥା କହୁଥିଲେ 7ଟା ସମିତିର 7ଟା କଲେଜରେ କରିବା ଜନ୍ମ ଶତବାର୍ଷିକୀରେ ଆଉ ସ୍ପିକର କେବେ ଆମେ ବାହାରକୁ ଆଣିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଆମ ଜିଲ୍ଲାରେ ରିସୋର୍ସ ପର୍ସନ୍ କମ୍ ନାହାନ୍ତି ଆମ ବିଶ୍ୱନାଥ କୁହ ବସନ୍ତ ଦାସ କୁହ ସୀତାରଞ୍ଜନ କୁହ ସଞ୍ଜୟ ଦାସ କୁହ ମଣ୍ଟୁ କୁହ ବିକାଶ କୁହ ଆମର ଯେଉଁ ପ୍ରଦୀପ ବାଇକି କୁହ ଆମେ ଯେତିକି ଅଛନ୍ତି ଆମର ରେଣୁ କୁହ ଆମ ହ୍ୟାପି କୁହ ଯେଉଁମାନେ ଉପାଧି ଏମାନେ କେଉଁ ପ୍ରକାର କମ୍ ନାହାନ୍ତି ତେଣୁ ଆମର କଲେଜ ସେ ଆମ ଭଳି ଏତେ ପଳେଇବେ ସେ ପିଲାମାନେ କି ପ୍ରଶ୍ନ ପକାଇ ପଚାରି ପାରିବେ ଆମେ ତ କହିପାରିବାନି ତେଣୁ ଷ୍ଟେଟ୍କୁ ବିଶେଷ ଭାବେ ନ ଦେଇକି ମୋ ଡିଷ୍ଟ୍ରିକ୍ଟର ଯେଉଁ ରିସୋର୍ସ ଅଛନ୍ତି ତାଙ୍କୁ ବ୍ୟବହାର କରାଯାଉ ଆଉ ଷ୍ଟେଟ୍ର ରିସୋର୍ସ ଯଦି ଖାଆନ୍ତୁ ସାର୍ ଓଡ଼ିଶାରେ ବୁଲିକି ସତ୍ସଙ୍ଗ କରିବୁ ଆମ ଜିଲ୍ଲାର ଭାଇ ଭଉଣୀମାନଙ୍କୁ ଆମେ ବ୍ୟବହାର କରିବା ଡିଷ୍ଟ୍ରିକ୍ଟରେ ତେଣୁ ତାପରେ ସରିଗଲା ଆଉ ଆପଣଙ୍କର ହେଲା ଚାନ୍ଦବାଲି ସମିତି କିଛି ବ୍ୟସ୍ତ ହୁଅନ୍ତୁନି ଚାନ୍ଦବାଲି ସମିତି ଛୋଟ ସମିତି ନୁହଁ ସବୁ କାର୍ଯ୍ୟକ୍ରମ ପରଫେକ୍ଟ ସେ କରୁଛନ୍ତି କେବେ ଭାବିବେନି ଯେ ଆମର କାର୍ଯ୍ୟକ୍ରମ ସବୁ ଓକେ ଘଣ୍ଟେଶ୍ୱର ମଧ୍ୟ ସେଇଆ ସୁବ୍ରତ ମଧ୍ୟ ଠିକ୍ ସୁବ୍ରତ କ'ଣ କହିଲା ଯେଉଁ ନାଁ ନାହିଁ ଏକଲା ଚନ୍ଦ୍ର ସେ ଆବାଜ ଏକୁଟିଆ ଉଠିଲା ଏଇ ପ୍ରତି
ଯାତ୍ରା କୁଟା ଥିଲ ସଭା କୁଟା ଥିଲ ତେଣୁ ଦିଲ୍ଲୀପ ଭାଇ ସେ କହିଛନ୍ତି ବାସୁଦେବ ପବିତ୍ର ଭାଇ ଏକ୍ଜାମ୍ପଲ୍ ହେଲେ 12 ଫୁଟିଆ କହିଛନ୍ତି ସର୍ବଶେଷରେ ସାଇ ସର୍ବନବୀ ତାଙ୍କୁ ଦେଇଥିଲେ ସେ ଭାଇମାନଙ୍କର ଅବସ୍ଥା କ'ଣ ତାଙ୍କୁ ଗଛ ପକାଇବା ଗଛକୁ ଲଗାଇଛି ଗଛର ସଂଖ୍ୟା ଜିଓ ଟ୍ରାକିଂ ହେଇନାହିଁ ଜିଓ ଟ୍ରାକିଂଟା ଗଛ ଗଛ ପକାଇବା ଆଉ ସେବାଗ୍ରାମ ଗୁଡ଼ିକୁ ଆମେ କିଭଳି ଭାବରେ ଯାଇକି ଆମେ ସେଗୁଡ଼ିକୁ ଆମେ କିଭଳି ଭାବରେ ଭଜନରେ କନଭର୍ଟ କରିବା ସେଥିପାଇଁ ସ୍ୱାମୀକୁ ପ୍ରାର୍ଥନା କରୁଛୁ ସ୍ୱାମୀ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ସମସ୍ତଙ୍କୁ ନିରୋଗ ରଖନ୍ତୁ ଏବଂ ସର୍ବୋପରି ଯଶୀପୁର ଶୁଭଦିଆ ଭଜନ ମଣ୍ଡଳୀ ଆମକୁ ଯେଉଁଭଳି ଭାବରେ ଆତିଥ୍ୟ ଆଜି ଦେଇଛି ଏବଂ ଯେଭଳି ଭାବରେ ସେ କାର୍ଯ୍ୟକ୍ରମ ଆଜି କରିଛି ଏବଂ ଦୁଇଟି କାର୍ଯ୍ୟ ଯଶୀପୁର ଆଜି ଦୁଇଟା କାର୍ଯ୍ୟକ୍ରମ କରିଛି ଏବଂ ପିଲାମାନଙ୍କ ଯେଉଁ ଆତିଥ୍ୟ ତାଙ୍କର ଖାଇବା ପିଇବା ଆଉ ଆରେଞ୍ଜମେଣ୍ଟ ସବୁ ଦୃଷ୍ଟିରୁ ସୁନ୍ଦର ଭାବେ ଯଶୀପୁର ଏବଂ ଶୁଭଦିଆ ସୁନ୍ଦର କରିଛି ତ ସେ ଦୃଷ୍ଟିରୁ ବିରାଟ ତାଙ୍କୁ ମଧ୍ୟ ସ୍ୱାଗତ କରୁଛୁ ଏଭଳି ତାଙ୍କର ଚିନ୍ତାଧାରା ଆଗକୁ ବଢ଼ୁ ଏବଂ ଆମର ଅଲଗା କାର୍ଯ୍ୟକ୍ରମ ଏଭଳି ଭାବରେ ଆମେ ୟୁନାଇଟେଡ୍ ଆଗକୁ ନେବା ଏତିକି କହି ସମସ୍ତ ମଙ୍ଗଳ କାମନା କରୁଛି ସମସ୍ତଙ୍କ ପରିବାରକୁ ସମସ୍ତଙ୍କୁ ନିରୋଗ ରଖି ଘଣ୍ଟ ଘଡ଼ିକୁ ରଖିଥାନ୍ତୁ ଏଇଭଳି ଭାବରେ ଆମ କାର୍ଯ୍ୟକ୍ରମ ଓମ୍ ଶ୍ରୀ ସାଇରାମ।